ପ୍ରିୟ ପରମ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଶ୍ରୀପଦ ପଙ୍କଜରେ ଜଣାଏ ଅନନ୍ତ କୋଟି ପ୍ରଣାମ। ପରମାରାଧ୍ୟା ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡମାଙ୍କର ଶ୍ରୀଚରଣ ପ୍ରାନ୍ତରେ ଜଣାଏ ଅନନ୍ତ କୋଟି ପ୍ରଣାମ। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡଦାଙ୍କର ଶ୍ରୀଚରଣ ପ୍ରାନ୍ତରେ ଜଣାଏ ଅନନ୍ତ କୋଟି ପ୍ରଣାମ। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଶ୍ରୀଚରଣ ପ୍ରାନ୍ତରେ ଜଣାଏ ଅନନ୍ତ କୋଟି ପ୍ରଣାମ। ଇଷ୍ଟ ପରିବାରର ପ୍ରତି ପ୍ରତ୍ୟେକଙ୍କ ଶ୍ରୀଚରଣ ପ୍ରାନ୍ତରେ ଅନନ୍ତ କୋଟି ପ୍ରଣାମ ନିବେଦନ କରେ। ଆମର ଏଇ ଓଡ଼ିଶା ସତ୍ସଙ୍ଗ ଭୁବନେଶ୍ୱର ଅନଲାଇନ ସତ୍ସଙ୍ଗ ଆନୁକୂଲ୍ୟରେ ବରେଣ୍ୟ ସଞ୍ଚାଳକ ସୁଭାଷ ଭାଇ, ଯାହାଙ୍କର ଦକ୍ଷ ପରିଚାଳନା ଆଜି ଏଭଳି ଏକ ବିରାଟ ପ୍ଲାଟଫର୍ମକୁ ସମସ୍ତଙ୍କୁ ନେଇ ଆସିପାରିଛି। ଖାଲି ଓଡ଼ିଶା ନୁହେଁ, ଓଡ଼ିଶା ଭାରତ ବର୍ଷର ମଧ୍ୟ ଅନେକ ଭାଇ ଓ ମା ମାନଙ୍କୁ ସମାବେଶ କରିପାରିଛନ୍ତି, ଯାହାଙ୍କର ପ୍ରଚେଷ୍ଟା ସୁଭାଷ ଭାଇ ଏବଂ ସର୍ବୋପରି ଠାକୁରଙ୍କର ପୁତବାନ୍ଧଧାରୀ କର୍ମୀ ଋତ୍ବିକ ଦେବତା ବୃନ୍ଦ, ଅଧୈର୍ଯ୍ୟ ଯାଜକ ବୃନ୍ଦ ଏବଂ ସର୍ବୋପରି ଏହି ପ୍ଲାଟଫର୍ମରେ ଯୋଗ ଦେଇଥିବା ସମସ୍ତ ଭାଇ ଓ ମା ମାନେ, ଛୋଟ ପିଲାମାନେ ସମସ୍ତଙ୍କୁ, ଶୁଣୁଥିବା ସମସ୍ତ ଉପସ୍ଥିତ ଅନୁପସ୍ଥିତ ସମସ୍ତଙ୍କୁ ଜଣାଏ ଅନ୍ତରର ଭକ୍ତି ପ୍ରୀତି ଭରା ରାୟ ଏବଂ ଜୟଗୁରୁ। ଏବଂ ସମସ୍ତଙ୍କର ସର୍ବବିଧ ମଙ୍ଗଳ କଲ୍ୟାଣ ସେ ବିଶ୍ୱ ପିତାଙ୍କ ନିକଟରେ ଶ୍ରୀଚରଣ ପ୍ରାନ୍ତରେ ରଖେ। ବିଶ୍ୱର ଶାନ୍ତି, ବିଶ୍ୱ ଜଗତର ସମସ୍ତଙ୍କର ମଙ୍ଗଳ କାମନା ସେ ବିଶ୍ୱ ପିତାଙ୍କ ଶ୍ରୀଚରଣ ପ୍ରାନ୍ତରେ ଜଣାଇ ଆଜି ଜଣାଉଛି। ଏବଂ ଯେଉଁମାନେ ବିଶେଷ କରି ଆଜି ଆମର ସବୁ ଭୋଗ ନିବେଦନ କରିଛନ୍ତି, ବିଶେଷ କରି ସୌମିକ ଭାଇ, ସେ ଏକ ବିଶେଷ ଉଦ୍ଦେଶ୍ୟରେ ଯେଉଁ ଭୋଗ ନିବେଦନ କରିଛନ୍ତି, ତାଙ୍କର ଏକମାତ୍ର ପୁତ୍ର ର ଯେଉଁ ବିଦେହୀ ସେ ପିଲାଟି ଦେହାନ୍ତ ହେଇଯାଇଛି 2021 ମସିହାରେ। ଆଜି ତା ସେଇ ଦିବସ ନିଶ୍ଚିତ ଦୁଃଖଦ ଘଟଣା। ଆଜି ସେ ସାନ୍ତ୍ୱନା ନାହିଁ, ସନ୍ତାନ ହରା ପିତାମାତାଙ୍କୁ ସାନ୍ତ୍ୱନା ଦେଲା ବେଳେ କୌଣସି ବାକ୍ୟ ନଥାଏ, ନାହିଁ ମଧ୍ୟ। ତଥାପି ଆଜି ସେ ସ୍ମୃତି ଚାରଣ କରୁଛନ୍ତି। ସେ ପରମ ପିତାଙ୍କର ଚରଣାଶ୍ରିତ ହେଇଛି ମାନେ ପରମ ପିତାଙ୍କ ଶ୍ରୀଚରଣ ପ୍ରାନ୍ତରେ ରହିଛି ନିଶ୍ଚୟ, ଏଥିରେ ସନ୍ଦେହ ନାହିଁ। ବହୁ କଥା ଏ ବିଷୟରେ ଆଲୋଚନା ହେଇଛି। ତେଣୁ ମୁଁ ଥରେ ପୁଣି ସେଇ ପିଲାର ଶାନ୍ତି ମାନେ ବିଦେହୀ ଆତ୍ମାର ସଦ୍ଗତି କାମନା ଉଦ୍ଦେଶ୍ୟରେ ପ୍ରିୟ ପରମଙ୍କ ଶ୍ରୀଚରଣ ପ୍ରାନ୍ତରେ ପ୍ରାର୍ଥନା ରଖି ଭଜନ କୀର୍ତ୍ତନ ବିନତି ପ୍ରାର୍ଥନା ଦ୍ୱାରା ସନ୍ଧ୍ୟା ସକାଳ ବିନତି ପ୍ରାର୍ଥନା ଠାରୁ ଆରମ୍ଭ କରି ଭଜନ କୀର୍ତ୍ତନ ବେଶ ଖୁବ ସୁନ୍ଦର ହେଇ ଉଠିଛି ଏବଂ ଖୁବ ମଧୁମୁଖା ହେଇ ଉଠିଛି, ପ୍ରାଣସ୍ପର୍ଶ ହେଇ ଉଠିଛି, ପ୍ରତିଟି ଅନ୍ତରକୁ ଆଲୋଡ଼ିତ କରିଛି, ଆନ୍ଦୋଳିତ କରିଛି ଏବଂ ସମସ୍ତେ ଗୋଟେ ଆଧ୍ୟାତ୍ମିକ ଭାବଭୂମିରେ ଅବଗାହନ କରୁଛନ୍ତି। ବେଶ ଖୁବ ଆନନ୍ଦମୟ ପରିବେଶ ପ୍ରତିଟି ସକାଳ ଏଇଭଳି ହେଇ ଉଠିଛି। ଏଇ ଯେଉଁ ପ୍ରୟାସ ସୁଭାଷ ଭାଇଙ୍କର ଏ ଯେଉଁ ପ୍ରୟାସ ଏବଂ ଆପଣମାନଙ୍କ ସମସ୍ତଙ୍କର ଯେଉଁ ଉପସ୍ଥିତି ତାଙ୍କୁ ପ୍ରେରଣା ଦେଇଛି, ସେ ଆହୁରି ସୁନ୍ଦର ଭାବରେ ଏ ପ୍ଲାଟଫର୍ମକୁ ଏମିତି ଆଗେଇ ଚାଲନ୍ତୁ। ଏହାର ଅନ୍ତ ନ ହଉತು, ଏ ଅନନ୍ତ ଗତି ହଉ, ଏ ଅମୃତ ପଥ ଅନନ୍ତ ଗତି ସେଇ ଯେଉଁ ସେ ହଉଛନ୍ତି। ତେଣୁ ସେଇ ପଥରେ ସେ ଆମକୁ ବାନ୍ଧି ନେଇଛନ୍ତି, ଆମେ ମଧ୍ୟ ଚାଲିଛୁ ତାଙ୍କର ସାଙ୍ଗରେ ତାଳ ଦେଇ। ଖୁବ ଆନନ୍ଦ ଲାଗୁଛି। ନିଶ୍ଚୟ ଏକ ସାଧୁଦ୍ୟମ ଏ ପ୍ରଚେଷ୍ଟା ପରମ ପିତାଙ୍କର ଅପାର କରୁଣାର ନିଶ୍ଚୟ ସେଇଭଳି ଜଣେ ସାଧକ ନହେଲେ ପରମ ପିତାଙ୍କର ଅପାର କରୁଣା ତାଙ୍କ ଉପରେ ନିଶ୍ଚୟ ଝରି ପଡିଛି। ସିଏ ନିଶ୍ଚୟ ଏଇଭଳି କାର୍ଯ୍ୟକୁ ବହୁ କଷ୍ଟ ସ୍ୱୀକାର କରି ମଧ୍ୟ ତାଙ୍କୁ ଅନେକ ସମୟ ଦେବାକୁ ପଡୁଛି। ଆମେ ଟିକେ ସମୟ ଦେଇପାରୁନେ, ସେ ଅନେକ ସମୟ ଦଉଛନ୍ତି, ଶ୍ରମ ଦଉଛନ୍ତି, ଭାବଭୂମି ଦଉଛନ୍ତି, ଭାବ ଦଉଛନ୍ତି, ସବୁ ପ୍ରକାର ଅନ୍ତର ଦେଇ ମନ ପ୍ରାଣ ଢାଳି ଦେଇ କେମିତି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଠିକ ସଠିକ ଭାବରେ ପରିଚାଳନା କରାଯାଇ ପାରିବ ସେ ଦିଗରେ ସେ ପ୍ରୟାସୀ ଅଛନ୍ତି। ସେଥିପାଇଁ ତାଙ୍କର ମଧ୍ୟ ତଥା ଆପଣ ମାନଙ୍କ ସମସ୍ତଙ୍କର ଶାନ୍ତି ସ୍ୱସ୍ତି ସୁଦୀର୍ଘ ନିରାମୟ ଜୀବନ ପ୍ରିୟ ପରମଙ୍କ ଶ୍ରୀଚରଣ ପ୍ରାନ୍ତରେ ରଖୁଛି। ବିଷୟଟି ଆଜି କାଲି ହଠାତ୍ ସୁଭାଷ ଭାଇ କହିଲେ, ମୁଁ ଟିକେ ବ୍ୟସ୍ତ ଥିଲେ ବିଭିନ୍ନ କାର୍ଯ୍ୟକ୍ରମରେ, ସନ୍ଧ୍ୟାବେଳେ କହିଲେ ଭଗୀରଥ ଭାଇ କାଲି ଆଲୋଚନା ଆପଣଙ୍କୁ ରଖିବେ। ଆଉ ବିଷୟଟି ମଧ୍ୟ ଭାବିଲି କଣ ଯେ ଠାକୁରଙ୍କର ସେ ହଉଛନ୍ତି ବିଶ୍ୱ ପିତା। ତେଣୁ ଆଜି ଯେତେବେଳେ ବିଭିନ୍ନ ସାହିତ୍ୟ ସଂସଦରେ ମୁଁ ଟିକେ ରହିଛି, ରେମୁଣା ସାହିତ୍ୟ ସଂସଦ ବା ବିଭିନ୍ନ କ୍ଷେତ୍ରରେ ସେଠି ସବୁ ଯାଏ, ବିଭିନ୍ନ କଥା ଆଲୋଚନା ହୁଏ। ସବୁ ବିଶ୍ୱ ଭାତୃତ୍ୱର କଥା ପଡେ, ବିଶ୍ୱ ଶାନ୍ତିର କଥା ପଡେ, ବିଶ୍ୱ ସମ୍ମିଳନୀର କଥା ପଡେ, ବିଶ୍ୱ ଧର୍ମ ସମ୍ମିଳନୀର କଥା ପଡେ। ବିଭିନ୍ନ କଥା ସବୁ ବିଭିନ୍ନ ଦିଗରୁ ଆଲୋଚନା କରାଯାଏ। ବାରମ୍ବାର ମନକୁ ମୋର ଆନ୍ଦୋଳିତ କରିଥିଲା ଗୋଟିଏ କଥା, ସବୁ କଥା ବିଶ୍ୱକୁ ନେଇକି ହଉଛି। କିନ୍ତୁ ଯେତେବେଳେ ଯେ ଏ ସବୁ ଗୁଡିକ ହଉଛି ତାର ମୂଳ କେନ୍ଦ୍ରକୁ ବାଦ ଦେଇ ଯେଉଁ ପରିକଳ୍ପନା କରାଯାଇଛି, ଏଟା କଣ ସମ୍ଭବ ହବ? ମନର ଗୋଟେ ଭାବନା ଆସିଲା ଯେ ବିଶ୍ୱ ପିତାଙ୍କ ବିନା ବିଶ୍ୱ ଭାତୃତ୍ୱର ପରିକଳ୍ପନା
नुहे के एक दिवा स्वप्न नुहे के एक विडंबना मनरे गोटे भाव आसला बेतबले केतबले केमती टिके आबुर जाबुर लेखि पकाए कविताटे साहित्य संसद ये सब कथा थाए बेले बेले आलोचना करे ସେମାନେ ମଧ୍ୟ କହନ୍ତି ଠାକୁରଙ୍କ କଥା ବେଳେ ବେଳେ ମଧ୍ୟ ସେଠି ଆଲୋଚନା। ତେଣୁ ବିଶ୍ୱ ପିତାଙ୍କ ବିନା ବିଶ୍ୱ ଭାତୃତ୍ୱର ପରିକଳ୍ପନା ନୁହେଁ କି ଏକ ଦିବା ସ୍ୱପ୍ନ ନୁହେଁ କି ଏକ ବିଡମ୍ବନା। ଏଇ ବିଷୟଟି ମାନେ ମନକୁ ଆସିଥିଲା। ତାଙ୍କୁ ବାଦ ଦେଇ ଆମେ ଯେତେ ବିଶ୍ୱର କଥା କହୁଛେ ଯିଏ ହୋଲ ୟୁନିଭର୍ସର ଯିଏ କ୍ରିଏଟର ଯିଏ ବିଶ୍ୱକୁ ସୃଷ୍ଟି କରିଛନ୍ତି ଗଛର ମୂଳରେ ଆମେ ପାଣି ନ ଦେଇ ଗଛର ଡାଳ ପତ୍ର ଏସବୁ ପାଣି ଦଉଛେ ଗଛ କଣ ବଞ୍ଚିବ? ମନକୁ ପ୍ରଶ୍ନ ଆସିଥିଲା ବାରମ୍ବାର। ଗଛର ମୂଳରେ ପାଣି ଦଉନି ଅଥବା ବିଶ୍ୱକୁ ଯିଏ ସୃଷ୍ଟି କରିଛନ୍ତି ଯିଏ ବିଶ୍ୱ ନିୟନ୍ତା ଯିଏ ବିଶ୍ୱ ସ୍ରଷ୍ଟା ଯିଏ ବିଶ୍ୱ ପିତା ଯିଏ ବିଶ୍ୱ ଅଧିପତି ଯିଏ ବିଶ୍ୱେଶ୍ୱର କେତେ କଥା ତାଙ୍କୁ ବାଦ ଦେଇ ଏ ବିଶ୍ୱ ଭାତୃତ୍ୱ ହଉ ବିଶ୍ୱ ଶାନ୍ତି ହଉ विश्व सम्मेलन हो धर्म सम्मेलन हो जहाँ भी हो एसबू आम जो जहाँ सब करा बहुधा विभक्त रही तेणु से सब क्षेत्र में ताहा वास्तव रूप नहीं पारि नाही नवा संभव नुहे। ए साहित्य केवल भाव जगतर भाषा जगतर कथा किसी पारे विश्व शांति विश्व भातृत्व विश्व धर्म सम्मेलनी विश्व जातीय हिंदू सम्मेलन जहाँ कि हो ये सब गुड़िक मूल किंतु ये सब डाल पत्र कि मूल हूँ विश्व पिता मूल होती विश्व नियंता जहाँ को नहीं कि जी सृष्टि कर विश्वटा को जो विश्वर शांति कथा चिंता करा जो विश्वर भातृत्व कथा चिंता विश्व भातृत्वर कथा चिंता करा ए विश्व भातृत्व कथा जो मन को आसे से प्रथम मन को छुए ये भाई क्या कह जाए ये भातृत्व कथा तो गोटे भातृ भाई शब्द आसी भाई प्रकृत में क्या कह जाए आम साधारण भाव में जदि देखा लोकाचार दृष्टि आम देखा गोटे पिता माता जन्म नहीं संतान मान को भाई भौणी कह जाए। मो मतरे मूर्ख मतरे सेमती ज्ञानी ज्ञान गरीब मोर ना मुझे बुझे जे साधारणतः गोटे बापा माँ पाखु औरसर जन्म नहीं संतान मान को परस्पर से भाई भौणी यही बंधन रे बांधी होता कथा आम शुणु कि जो गोटे पिता माता आम से विश्व एठी सारा विश्व कथा जो चिंता कर विश्व भातृत्व कथा भाई ये भाई रो मानसिकतार सृष्टि हम कईटू जिते कहले कौन कि माने करंतु जन को निआरे चेका दिया हो चिमुटा जाऊ कंटा फोड़ा हो देखिए कह तू भाभी ने तो कंटार माने कंटा फोड़ाटा गोलाप फूलटा तो देह लगा गला भाई लगुच ते निआ चेकाटा चंदन भली लगुच ते चिमिटिबाटा आउंसिला भली लगुच एटा भाविनी एटा कौन भावनार कथा संभव हम कि चिमुटा जाऊ छुंचीटा फोड़ा जाऊ निआरे पोड़ा जाऊ किंतु कह तू भाव एया चंदन लेप गोलापर तो देहरे स्पर्श गोलापर स्पर्श एवं इत्यादि एटा संभव नहीं। भाई पितामाता को बाद दे विश्व भातृत्व कथा चिंता करवाटा भी गोटे विडंबना निश्चय। तेना आगे आमको समस्त से दिगरे गोटे तर्जमा दरकार जे यहीटा केमिति संभव विश्व भातृत्व विश्व विश्व यज्ञ आम कर विश्व धर्म सम्मेलन कथा कह जे ठाकुर मन पड़े विवेकानंद से 1893 मसीहा चिकागो धर्म सभा से गोटे कथा कही विभिन्न धर्म जाजक मान सब आसी विश्व धर्म सम्मेलन तो विवेकानंद को खूब कम समय मिलता जेहेतु से लास्ट मुहूर्त जा पहुंची जहाँ से हार्वर्ड यूनिवर्सिटी प्रोफेसर प्रति जो गोटे अनुकंपा थिला गोटे व्यक्तित्व से विमोहित हो जाते जहाँ कही समय मिलला एवं सेठी गुरु निर्देश थिला जे जा लंघी जा सात समुद्र लंघी जा एवं भारतर दर्शन जाई तो प्रचार कर जहाँ से जाते गोटे कथा कही दी गॉड इज
ମାନେ ସୁନ୍ଦର ଅନେକ କଥା ତ ସେ କହିଲେ, ଭାଇ ଭଉଣୀ ମାନଙ୍କୁ ସମ୍ବୋଧନ କଲେ ଯାହାକି ଅନ୍ୟମାନେ କେହି କରିନଥିଲେ। ସେଥିରେ ସମସ୍ତେ ବିମୋହିତ ହେଇଗଲେ ଯେ ଗୋଟେ ଭାରତ ବର୍ଷର ଗୋଟେ ୟଙ୍ଗ ମଙ୍କ ଯୁବ ସନ୍ନ୍ୟାସୀ ଯିଏକି ଆଜି ସାରା ବିଶ୍ୱକୁ ୟୁନିଭର୍ସାଲ ବ୍ରଦର୍ସ ଆଣ୍ଡ ସିଷ୍ଟର୍ସ, हे ଆମେରିକାବାସୀ ମୋର ମାନେ ସମସ୍ତ ଭାଇ ଓ ଭଉଣୀ, ମାନେ ସାରା ବିଶ୍ୱକୁ ସେ ଗୋଟେ ସୁନ୍ଦର ଚେତନା ଦେଲେ, ଗୋଟେ ବିଶ୍ୱ ଚେତନା ସମସ୍ତଙ୍କ ଭିତରେ ସୃଷ୍ଟି କରିଦେଲେ ଯେ ୟୁନିଭର୍ସାଲ ବ୍ରଦର୍ସ ଆଣ୍ଡ ସିଷ୍ଟର୍ସ ସମସ୍ତଙ୍କୁ ଯେ ସେ ଏଇ ଯୋଉ ସମ୍ବୋଧନ କରିଥିଲେ। ଏବଂ ସେଠି ଈଶ୍ୱରଙ୍କ ବାବଦରେ ସେ କହିଥିଲେ, ଈଶ୍ୱର କହିଲେ ସେ କୌଣସି ସମ୍ପ୍ରଦାୟ ଭିତରେ ଗଣ୍ଡି ଭିତରେ ଆବଦ୍ଧ ନୁହନ୍ତି, ସେ କୌଣସି ମଠ ମନ୍ଦିର ଭିତରେ ସୀମିତ ନୁହନ୍ତି। ସେ କହିଥିଲେ ଦି ଗଡ୍ ଇଜ ନାଇଦର ଇନ୍ ଦ ଆର୍ଥ ନର ଇନ୍ ଦ ହେଭେନ, ନାଇଦର ଇନ୍ ଦ ମସ୍କିଲ୍ସ ନର ଇନ୍ ଦ ଟେମ୍ପଲ୍ସ, neither in the rites nor in the renunciation. O blind, you cannot see him. God is nearer to you, yet you climb. हे मानव जाति, भगवान स्वर्गरे नाहंती कि मर्त्ୟରେ ନାହାନ୍ତି, ସୀମାବଦ୍ଧ ନୁହନ୍ତି କେବଳ। The God is neither in the earth nor in the heaven. ସେ ମର୍ତ୍ତରେ ସୀମିତ ନୁହନ୍ତି କି ସ୍ୱର୍ଗରେ ସୀମାବଦ୍ଧ ନୁହନ୍ତି, କେବଳ ରହିଯାଆନ୍ତିନି ସେଇଠି। The God is neither in the temples nor in the mosques. ଭଗବାନ କେବଳ ମନ୍ଦିରରେ ବା ମଠ ଭିତରେ ବା ମସଜିଦ ଭିତରେ ସୀମିତ ନୁହନ୍ତି। The God is neither in the rites nor in the renunciation. ଭଗବାନ କେବଳ କୌଣସି ପ୍ରଥା ଭିତରେ ସୀମିତ ନୁହନ୍ତି ବା କୌଣସି କର୍ମକାଣ୍ଡ ଭିତରେ ସୀମିତ ନୁହନ୍ତି। The God is everywhere. O blind, you cannot see him. ସେ କହିଲେ ଭଗବାନ ସର୍ବତ୍ର ବିଦ୍ୟମାନ, ସେ omnipotent, omniscient, omnipresent, ସେ ସର୍ବଶକ୍ତିମାନ, ସର୍ବବିଦ୍ୟମାନ, ସର୍ବଜ୍ଞାତା। ତେଣୁ ତାଙ୍କୁ ତୁମେ ସୀମାବଦ୍ଧ କରିଦିଅ ନାହିଁ। ତେଣୁ ସେ ସୀମିତ ନୁହନ୍ତି, ସେ କୌଣସି ଗଣ୍ଡି ଭିତରେ ଆବଦ୍ଧ ନୁହନ୍ତି। ସେ ଈଶ୍ୱର, ଠାକୁର କହୁଛନ୍ତି ଈଶ୍ୱର ନିରାକାର, ସେ ବାକ୍ୟ ମନର ଅଗୋଚର, କାନ ତାଙ୍କୁ ଶୁଣି ପାରେ ନା, ଆଖି ତାଙ୍କୁ ଦେଖିପାରେ ନା, କିନ୍ତୁ ସେ ସବୁ ଶୁଣନ୍ତି, ସବୁ ଦେଖନ୍ତି। ସେ କର୍ଣ୍ଣର ଚକ୍ଷୁର ଚକ୍ଷୁ ଇତ୍ୟାଦି, ସେ କର୍ଣ୍ଣର କର୍ଣ୍ଣ, ଚକ୍ଷୁର ଚକ୍ଷୁ। ଶାସ୍ତ୍ରରେ ଈଶ୍ୱରଙ୍କ ପରିଚୟ ଏଇ ଭାବରେ ଅଛି। ଠାକୁର କହୁଛନ୍ତି ସେ ସମ୍ବେଗ ସ୍ୱରୂପ, ତାଙ୍କର କୌଣସି ନିର୍ଦ୍ଦିଷ୍ଟ ଆକାର ନାହିଁ। ସେ ଶ୍ରୀ ଠାକୁର କହିଛନ୍ତି ଈଶ୍ୱର ହିଁ ଆମର ସମ୍ବେଗ, ପରମ ଧୃତି ସମ୍ବେଗ, ବିବର୍ତ୍ତନୀ ସମ୍ବେଗ, ଯୋଗ୍ୟତାର ଯୌତ ସମ୍ବେଗ। କେତେ କଥା ଠାକୁର କହିଛନ୍ତି। ଏଇ ସମ୍ବେଗର ବାସ୍ତବ କାନ୍ତ୍ରିକ କୌଣସି ଆକାର ବା ଫର୍ମ ନାହିଁ, କିନ୍ତୁ ଏହି ନିରାକାର ପୂର୍ଣ୍ଣ ସତ୍ତା ଯେତେବେଳେ ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟିର ମଧ୍ୟ ଦେଇ ନିହାରିକା ଗ୍ରହ ନକ୍ଷତ୍ର ଉଦ୍ଭିଦ ଜଳ ଇତ୍ୟାଦି ଆକାରରେ ଆକାରିତ ହୋଇଛନ୍ତି, ସେତେବେଳେ ସେ ସାକାର। ତେଣୁ ଈଶ୍ୱରଙ୍କୁ କେବଳ ସାକାର ବା କେବଳ ନିରାକାର କହିଲେ ଭୁଲ ହେବ। ସେ ସାକାର ନିରାକାର ଉଭୟ। ପୁଣି ସାକାର ନିରାକାର ଉପରେ ବି ତାଙ୍କର ଆସନ ବର୍ତ୍ତମାନ। ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି ତାଙ୍କର ଗୋଟିଏ ମାତ୍ର ଅଂଶରେ ଏଇ ଜଗତର ଅବସ୍ଥିତି, ଏହାର ଉପରେ ବି ସେ ବର୍ତ୍ତମାନ। ଠାକୁରଙ୍କର ଏଇ କଥା କେତେ ସୁନ୍ଦର କଥା ଠାକୁର କହୁଛନ୍ତି। ତେଣୁ ଯିଏ ବିଶ୍ୱର ଏଇଭଳି ବର୍ଣ୍ଣନା ଦେଇପାରେ, ସିଏ ତାହେଲେ କଣ? ବିଶ୍ୱର ଯିଏ ଅଧିପତି, ବିଶ୍ୱର ଯିଏ ସ୍ରଷ୍ଟା, ତାଙ୍କର ଇଚ୍ଛାର ସୃଷ୍ଟି ହେଇଛି ବିଶ୍ୱ। ମନେ ପଡୁଛି ସେଦିନ ଗଙ୍ଗାଧର ମେହେର ତାଙ୍କ ବିଶ୍ୱରୂପ ଦର୍ଶନ କବିତାରେ ଲେଖୁଛନ୍ତି, ବିଶ୍ୱ ଜୀବନ ହେ ତୁମକୁ କରୁଣା ସିନ୍ଧୁ ବୋଲିବାକୁ ମନ ବଳୁ ନାହିଁ, ଯେଣୁ ସିନ୍ଧୁ ତବ କୃପା ବିନ୍ଦୁ। କବିତାଟା ଏଇଭଳି ଥିଲା, ପଢିଥିଲି ମୋର ପିଲାଦିନେ ମନେ ପଡୁଛି। ବିଶ୍ୱ ଜୀବନ ହେ ତୁମକୁ କରୁଣା ସିନ୍ଧୁ ବୋଲିବାକୁ ମନ ବଳୁ ନାହିଁ। ଅର୍ଥାତ୍ ତୁମକୁ କରୁଣା ସିନ୍ଧୁ କହିଦେଲେ ତମେ ଛୋଟ ହେଇଯିବ, କାରଣ ସିନ୍ଧୁ ତମର କୃପା ବିନ୍ଦୁ। ତୁମର ବିନ୍ଦୁ ଏ କୃପାରେ କେତେ ସିନ୍ଧୁ ସୃଷ୍ଟି ହେଇପାରେ, ସେ ତାଙ୍କ ଭାବରେ କବିତା ଲେଖିଛନ୍ତି। ତୁମ ଭଜନରେ ହେବି ନାହିଁ ନାଥ, ମାଳା ଜପିବାକୁ ବାଧ୍ୟ, କୋଟି କୋଟି ଗ୍ରହ କଣ୍ଠି ସେ ମାଳାର, କିଏ ଜପି କରିବ ସାଧ୍ୟ। କହିଲେ ମୁଁ ମାଳା ଜପିବିନି, ସଂଖ୍ୟା କରିକି ତୁମ ମାଳା ଜପିଦେଲେ ସେଇଟା ବି ମୋ ମନ ବୁଝୁ ନାହିଁ। କାରଣ ତୁମେ ଯୋଉ ମାଳା ପିନ୍ଧିଛ ପ୍ରଭୁ, ହେ ବିଶ୍ୱନିୟନ୍ତା, ହେ ବିଶ୍ୱ ପିତା, ତୁମେ ଯୋଉ ମାଳାଟା ପିନ୍ଧିଛ, ସେ ମାଳାର କେତେ କେତେ ଗ୍ରହ ନକ୍ଷତ୍ର ମାନେ ଗୋଟେ ଗୋଟେ କଣ୍ଠି, ଅର୍ଥାତ୍ ସେ ଯୋଉ ମାଳା ଜପ କରାଯାଏ, ଗଣାଯାଏ, ସବୁ ଆଙ୍ଗୁଳିର ତଳକୁ ତଳକୁ ଦିଆଯାଏ ମାଳି ଗୁଡିକ। କବି କହୁଛନ୍ତି ସେ ଗ୍ରହ ନକ୍ଷତ୍ର, ତୁମେ ଯୋଉ ମାଳା ପିନ୍ଧିଛ ପ୍ରଭୁ, ସେ ମାଳାର ଗୋଟେ ଗୋଟେ କଣ୍ଠି ହଉଛନ୍ତି କିଏ ନା, ଏଇ ଗ୍ରହ ନକ୍ଷତ୍ର ମାନେ।
ତୁମ ଭଜନରେ ହେବି ନାହିଁ ନାଥ ମାଳା ଜପିବାକୁ ବାଧ୍ୟ, କୋଟି କୋଟି ଗ୍ରହ କଣ୍ଠି ସେ ମାଳାର କିଏ ଜପି କରିବ ସାଧ୍ୟ। ମାନେ କେତେ କୋଟି କୋଟି ଗ୍ରହର, ଆମେ 9ଟି ଗ୍ରହର ସନ୍ଧାନ ବିଜ୍ଞାନ ମାନେ ଦେଇଛନ୍ତି ବା ଆଉ କିଛି ଯଦି, କିନ୍ତୁ କୋଟି କୋଟି ଗ୍ରହ ନକ୍ଷତ୍ର ଯାହାଙ୍କ ଇଚ୍ଛାର ସୃଷ୍ଟି ହେଇଛି ସେ ହଉଛନ୍ତି ବିଶ୍ୱ ପିତା, ସେ ହଉଛନ୍ତି ବିଶ୍ୱ ଜୀବନ, ସେ ହଉଛି ବିଶ୍ୱ ନିୟନ୍ତା, ବିଶ୍ୱ ଧାତା ଉଦ୍ଧାତା, ପରମ ଉଦ୍ଧାତା, ପରମ ପ୍ରେମମୟ ପୁରୁଷ, ପରମ ପୁରୁଷ। ତେଣୁ ସେ କେବଳ ଚିନ୍ତା କରନ୍ତି ନାହିଁ ଗୋଟିଏ ଦେଶର କଥା, ସେ ଆସନ୍ତି ଯେତେବେଳେ ସେ କେବଳ ଭାରତ ବର୍ଷର କଥା ଚିନ୍ତା କରନ୍ତି ନାହିଁ, ସେ କେବଳ ରୁଷିଆ କଥା ଚିନ୍ତା କରନ୍ତି ନାହିଁ, ସେ କେବଳ ଜାପାନ କଥା ଚିନ୍ତା କରନ୍ତି ନାହିଁ, ସେ କେବଳ ଚାଇନା କଥା ଚିନ୍ତା କରନ୍ତି ନାହିଁ। ଏବଂ ଠାକୁରଙ୍କର ଏ ମର୍ମରେ ମଧ୍ୟ କୁହାଅଛି, ସେ ବୁଝନା ଯେ ଚୀନ, ସେ ବୁଝନା ରୁଷିଆ, ସେ ବୁଝନା ଇତ୍ୟାଦି, ସେ ମର୍ମର ବାଣୀରେ ଅଛି, ଆପଣମାନେ ଜାଣିଥିବେ। ସେ ବୁଝେ କେବଳ ମଣିଷ, ସେ ବୁଝନା ହିନ୍ଦୁ, ଖ୍ରୀଷ୍ଟିଆନ, ବୌଦ୍ଧ, ଜରାଷ୍ଟ୍ର ବା ଆଉ କିଛି, ସେ ବୁଝେ ମଣିଷ କେବଳ, ସେ ମଣିଷ କାଙ୍ଗାଳ। ତେଣୁ ଠାକୁର ଥିଲେ ମଣିଷ କାଙ୍ଗାଳ, ଠାକୁର ହଉଛନ୍ତି ବିଶ୍ୱ ପିତା, ବିଶ୍ୱ ନିୟନ୍ତା। ଆଜି ଠାକୁରଙ୍କର ଯେତେ ପୂର୍ବବର୍ତ୍ତୀ ପୁରୁଷୋତ୍ତମ ମାନେ ଆସିଥିଲେ, ସେମାନେ ସେଇ ସମୟ ପାଇଁ ଆସିଥିଲେ। ଦେଖାଯାଏ ଯେତେବେଳେ ଯେ ଆସିଥିଲେ, ସାଧାରଣତଃ ବିଶେଷ କରି ଭାରତ ବର୍ଷରେ ବହୁବାର ଆସିବା ହେଇଛି ଏବଂ ସେତେବେଳର ପରିସ୍ଥିତିକୁ ନେଇକି ସେତେବେଳେ ହୁଏତ ସେଇ ତାଙ୍କ ଲୀଳା ସୀମାୟିତ ହେଇ ଉଠିଛି ଭାରତ ବର୍ଷ, ଭାରତ ଭୂମିରେ। ଏହାର ଉଦ୍ଦେଶ୍ୟ ମଧ୍ୟ ଏହା ଥିଲା, ଏ ଭାରତ ବର୍ଷ ସାରା ଜଗତକୁ ଦେବ ଏକ ନୂତନ ଦିଗନ୍ତ। ଏଇ କଥାଟି ଥିଲା, ଭାରତ ବର୍ଷ ସାରା ବିଶ୍ୱକୁ ଦେବ ନୂତନ ଦିଗନ୍ତ, ନୂତନ ଚେତନା, ଏବଂ ଭାରତ ବର୍ଷରୁ ହିଁ ଗୋଟେ ନୂତନ ସୂର୍ଯ୍ୟ ଉଦୟ ହେବେ। ଏ ବାବଦରେ ମଧ୍ୟ ଅନେକ କଥା, ଅନେକ ସମାଜ, ଗୋଟେ ନୋବେଲ ପୁରସ୍କାର ପ୍ରାପ୍ତ ବ୍ରିଟିଶ ଦାର୍ଶନିକ ଓ ଗଣିତଜ୍ଞ ବର୍ଟ୍ରାଣ୍ଡ ରସେଲ ମଧ୍ୟ କହିଥିଲେ, ଦିନେ ହିନ୍ଦୁତ୍ୱ ସମ୍ବନ୍ଧେ ମୁଁ ଅଧ୍ୟୟନ କରିଛି ଏବଂ ହୃଦବୋଧ କରିଛି ଯେ ଏହା ସମଗ୍ର ମାନବ ଜାତି ପାଇଁ ଅତ୍ୟନ୍ତ କଲ୍ୟାଣକାରୀ। ଏପରି ସମୟ ଆସିବ, ସମଗ୍ର ବିଶ୍ୱରେ ହିନ୍ଦୁମାନେ ହିଁ ଦିନେ ପ୍ରକୃତରେ ମାର୍ଗଦର୍ଶକ ଭାବେ ଉଭା ହେବେ। ଆଉ ଜଣେ ଲିଓ ଟଲଷ୍ଟୟ, ସେ ଦାର୍ଶନିକ, ସେ କହିଥିଲେ, ଦିନେ ଏମିତି ସମୟ ଆସିବ ଯେବେ ସମଗ୍ର ବିଶ୍ୱକୁ ହିନ୍ଦୁତ୍ୱ, ହିନ୍ଦୁସ୍ଥାନ ହିଁ କବଳିତ କରି ରଖିବ, କାରଣ ଏହା ଅତ୍ୟନ୍ତ ପ୍ରଗତିଶୀଳ, ଉଦାରବାଦୀ ଓ ବ୍ୟାପକ ଜ୍ଞାନ ଗାରିମାର ସମାହାର। ଆଜି ବାସ୍ତବରେ ଠାକୁରଙ୍କର ଦର୍ଶନ, ଠାକୁରଙ୍କର ବାଣୀ, ଠାକୁରଙ୍କର ଲୀଳାକୁ ଯଦି ଅନୁଧ୍ୟାନ କରାଯାଏ, ଇଏ ବାଣୀ ଗୁଡିକ ଯେମିତି ମାନେ ପୂର୍ବବର୍ତ୍ତୀ ସେଇ ଯେଉଁ ଦାର୍ଶନିକ ମାନଙ୍କର କଥା, ଏଇ ଭାରତ ବର୍ଷ ହିଁ ସାରା ବିଶ୍ୱକୁ ଦେବା ଏକ ନୂତନ ଦିଗନ୍ତ, ନୂତନ ଚେତନା। ଆଉ ସେ ହିଁ ଭାରତ ବର୍ଷରେ ଆସିଛନ୍ତି, ଆସିବେ ନିଶ୍ଚୟ। ଏଇ ଦାର୍ଶନିକ ମାନଙ୍କ ମଧ୍ୟ ସେମାନେ ଦେଇଛନ୍ତି ଯେ ସେ ନିଶ୍ଚୟ ଏଇ ଭାରତ ବର୍ଷରେ ହିଁ ଆସିବେ। ଆଉ ଠାକୁର ଆଜି ଆସିଯାଇଛନ୍ତି। ହୁଏତ ଆମେ ସତ୍ସଙ୍ଗୀ ମାନଙ୍କ ବ୍ୟତୀତ ଅନ୍ୟମାନଙ୍କ ଭିତରେ ସେଇ ଚେତନା ସୃଷ୍ଟି ହେଇନାହିଁ, ସେମାନେ ଜାଣିପାରି ନାହାନ୍ତି। ଜାଣି ନ ପାରିବା ପଛରେ ମଧ୍ୟ ଆମ ମାନଙ୍କ, ଅର୍ଥାତ ଆମେ ଠାକୁରଙ୍କୁ ସେଇଭଳି ଭାବରେ, ଠାକୁର ଯେମିତି ଚାହିଁଥିଲେ, ଠାକୁର ଯୋଉ ଯୋଉ ଭାବରେ ଆମ ଜୀବନକୁ ପରିଚାଳନା କରିବା ପାଇଁ ଚାହିଁଥିଲେ, ଆମ ପଢାପଢି ସବୁ ନେଇକି ଚାହିଁଥିଲେ, ଆମର ପଞ୍ଚ ମହାଜୀବନକୁ ପରିଚାଳନା କରିବା ପାଇଁ ଚାହିଁଥିଲେ, ଆମେ ହୁଏତ ସେପରି କରିପାରିନାହୁଁ। ଯୋଉଥିପାଇଁ କି ଆମେ ସେମାନଙ୍କୁ ସମସ୍ତଙ୍କ ଅନ୍ତରରେ ସେ ବିଶ୍ୱ ପିତାଙ୍କୁ ସ୍ଥାନିତ କରିପାରିନାହୁଁ। ତେଣୁ ସିଏ ତ ଆସନ୍ତି, ସେ ଇଚ୍ଛା କଲେ ସେ ସବୁ କରିପାରନ୍ତେ, କିନ୍ତୁ ତଥାପି ସେ ଚାହାନ୍ତି ମୁଁ ତୁମରି ମାନଙ୍କ ମାଧ୍ୟମରେ, ତୁମରି ମୁଖରେ କହେ, ତୁମରି କାନ୍ଧରେ ଯାଏ, ତୁମରି ମଥାରେ ଯାଏ, ଏବଂ ତୁମରି ମୁଖ ଦେଇ ମୋ କଥା ହିଁ ସ୍ଫୁରିତ ହୁଏ, ଏବଂ ତୁମରି କାର୍ଯ୍ୟକଳାପ ଭିତରେ ମୁଁ ଯାହା କିଛି ନିଷ୍ପାଦନ କରିଥାଏ, ସମ୍ପାଦନ କରିଥାଏ। ତେଣୁ ଆମେ କେମିତି ହେଇ ଉଠିବା, ତାଙ୍କର ବାସ୍ତବ କର୍ମ, ତାଙ୍କର ଚିନ୍ତା, ତାଙ୍କରି ବାଣୀ, ସେ ଯାହା ଦେଇଛନ୍ତି ତାଙ୍କୁ ବାସ୍ତବ ଜୀବନରେ ପରିପାଳନ କରି ସାରା ବିଶ୍ୱରେ ଯେମିତି ତାଙ୍କରି ଦର୍ଶନ, ତାଙ୍କରି କଥା, ତାଙ୍କରି ବାଣୀ ଏବଂ ସେ ଯୋଉ ଇଚ୍ଛା ପ୍ରକାଶ କରିଛନ୍ତି ତାଙ୍କୁ ଆମେ ଖେଳେଇ ଦେବା, ସେତେବେଳେ ସମସ୍ତ ବିଶ୍ୱ ଦିନେ ବୁଝିବ। ସେଦିନ ଯେ ଖ୍ରୀଷ୍ଟ ଧର୍ମ କଥା କୁହନ୍ତୁ, ମୁସଲିମ ମହମ୍ମଦନ ଇସଲାମ ଧର୍ମ କଥା କୁହନ୍ତୁ, ସେଇ ପ୍ରବର୍ତ୍ତକ ମାନେ ଯୋଉ ଆସିଥିଲେ, ସେମାନେ ସେ ବେଳର ସୀମିତ କେତେଟା ଦେଶ ମାତ୍ର ଅତିକ୍ରମ କରିଥିଲେ, କେତେଟା ଦେଶକୁ ପରିଭ୍ରମଣ କରିଥିଲେ। ବୌଦ୍ଧ କଥା କୁହନ୍ତୁ, ଭାଇଆନ ବା ଇତ୍ୟାଦି କିଛି ଧର୍ମ ଯାଜକ ଆସି କେତେଟା ଦେଶକୁ ଅତିକ୍ରମ କରି ସେଇ ବିଶ୍ୱ ନିୟନ୍ତାଙ୍କର ସେଇ ଅବତାର ମାନଙ୍କର ପ୍ରଦତ୍ତ ବିଧାନକୁ ଚେଷ୍ଟା କରିଥିଲେ ବିଶ୍ୱ ବକ୍ଷରେ ଖେଳେଇ ଦେବା ପାଇଁ। ଯଦିବା ତାହା ସମ୍ଭବ ହେଇ ଉଠିନଥିଲା ସାରା ବିଶ୍ୱରେ, କିନ୍ତୁ ଆଜି ଏକ ନୂତନ ଦିଗନ୍ତ ସୃଷ୍ଟି ହେଇଛି।
आज केतटा देश बोधे मोर सठिक कही पार ना शुणी 52 बा अधिक किसी देश आज ठाकुर दर्शन खेली जाए। तेणु ये विश्व सारा विश्व रे भारत वर्ष केवल आम विश्व शांति कथा चिंता करुचे, भारत वर्ष आम केवल विश्व भातृत्व कथा चिंता करुचे, किंतु भारत वर्ष सीमित नुहे। भारत वर्ष विश्व भातृत्व हो गले जीवन सारा विश्व विश्व भातृत्व यह गोटे देश कथा। तेणु ये विश्व सारा विश्व कथा उठी जो ठाकुर से दिन कही श्रीमुखर बाणी ए विश्व अच्छी जेते नगर आदि ग्राम सर्वत्र प्रचार हेब यही सतनाम। से विश्वर कथा कही ठाकुर, से भारत वर्षर कथा कहीकि सीमित हो जाई नहंती, से विश्व कथा चिंता करिसेंती, विश्व मानवर कथा चिंता करिसेंती। एवं जो आज जय सारा विश्व खेली चली एवं आम से क्षेत्र में केतटा आम सजग जोगान दे पारिबा प्रभु को कर्म से आम उपर निर्भर करुच्ची। तेणु वास्तविक ईश्वर होती ईश्वर इच्छा जगत सृष्टि अच्छा से ही स्रष्टा, से इच्छा कर जगत को सृष्टि कर से विश्व पिता। तेणु से चाहिए अंधकार थिला, से चाहिए अंधकार दूर हो गला। केते कथा सब माने सुंदर भाव में रही से ठाकुर कहते विशेष भाव में कहते स्रष्टा के भी जादूकर नुहति, से जादूकर गुड़िक गठन करना जादूकर से नुहति कि जादू भांगी दबा गुण मैंने केते कथा कथा ठाकुर कहते से जादू करके सृष्टि करना विश्व को, से सब गुड़ कार्य कारण संपर्क नहीं सब से कारण परम कारण, से सब कारण कारण। तेणु से गठन कर सृष्टि जहाँ कि आज हूँ ना ये विश्व को बारंबार ध्वंस करने मानव गोटे ध्वंसकारी माने शक्ति रूपे छिड़ा प्रति मुहूर्त ध्वंसर तांडव लीला से सृष्टि कर विश्व पिता सृष्टि विश्व पिता आभिमुख्य को विश्व पिता जो विजन से जो मिशन नहीं ए जगत को सृष्टि करते मनीष चली तार विपरीत दिगरे जड़े कवि लिखी मन पड़ू से वास्तविक लिखी अवश्य भगवान को से लिखी देव शिशु चले नरकर अभिसारे भगवान तुम्हें निद्रित कौठारे आपने पढ़ी जड़े कवि नाम मन पड़ू जहाँ से भगवान निद्रित नुहति से लिखी भागबोध दे मनुष्य एक्टिविटी को देखिकी कही तुम देव शिशु मनीष चली नरकर अभिसारे हे भगवान तुम्हें निद्रित कौठारे तुम्हें जो मनुष्य को देव शिशु कर देवोपम चरित्र देके गठन कर स्नेह प्रीति ममता क्षमा दया केते मानविक गुण दे प्रभु आमको सृष्टि करते किंतु आम से सब कौन कर दानव मनुष्य तुम देव शिशु मनुष्य चली नरकर अभिसारे आम नरकर अभिसार चली आम दानव पलटि जाइए जो विश्व राज्य विश्व युद्धर तृतीय विश्व युद्धर तांडव सृष्टि होती प्रति मुहूर्त आप देखते पेपर पृष्ठ जेटी गंडाली देखे खाली युद्धर घन घटा परमाणु बोमार भय जमी सत्य जमी ये ध्वंस माने ध्वंसर मानसिकता मनुष्य भीतर सृष्टि मनुष्य अच्छा विश्व वरेण्य यही भारतीय नेता मान भर ईश्वर सृष्टि कर भारत वर्ष कहा किंतु युद्ध आक्रमण करना शांतिर संवाद ये विश्व वक्षरे यही भारत वर्ष पुरुषोत्तम मान बारंबार आगमन ये सारा विश्व को नूतन दिगंत नूतन चेतना केमी विश्व शांति प्रतिष्ठा हो विश्व विश्व भातृत्व केमी सृष्टि हो विश्व विश्व मानविकता मूल्यबोध समस्ते केमी बुझीपारे मनुष्य को रक्षा करेंगे समस्ते। तेणु आज जो दुईटा विश्व युद्ध होती तार भयावह परिणति आम समस्ते जाचु आदि विश्व भातृत्वटा सारा विश्व को खेल दि जा पारि था तार हुए तो विश्व युद्ध को एड़े दि जा पारि था महामनुष्य मान से जुगे चेष्टा करी ना तथापि करेंगे किंतु ये मानव किंतु ग्रहण करना विश्व वरेण्य आसी जेसस क्राइस्ट प्रेमर वार्ता दे गले विश्व भातृत्व बंधन भाई बंधु कुटुंब कथा से कही गले आम पढ़ी छोट पिला बेले किंतु मनुष्य केतटा ग्रहण कला प्रसविद्ध कला माने ये जो मनुष्य जत समय सबुठ माने मनुष्यटा हूँ बर्तमान गोटे कौन तार एंडुओ भली रूप बदलुवा गुण बदलुवा जीव समस्त प्रकृतिर सृष्टिर समस्त जंतु वृक्ष तरुलता जहाँ मूल वैशिष्ट थिला गुण चरित्र जहाँ थिला से नहीं चली कि मनुष्य गोटे जीव जहाँ को श्रेष्ठ जीव बोली ईश्वर सृष्टि कर सब प्रकार विचार बुद्धि विवेक ज्ञान गरिमा सब किसी देकी किंतु से आज कौन कर
ସେ ଜ୍ଞାନକୁ ପଛକୁ ଠେଲି ଦେଇ ସେ ଚାଲିଛି ନରକର ଅଭିସାରରେ, ସେ ଚାଲିଛି ଧ୍ୱଂସର ଅଭିଯାନରେ, ସେ ଚାଲିଛି ମୃତ୍ୟୁର ବିଭୀଷିକା ଖେଳିଦେବା ପାଇଁ, ସେ ମୃତ୍ୟୁର କରାଳ ଛାୟା ସୃଷ୍ଟି କରୁଛି ପ୍ରତି ମୁହୂର୍ତ୍ତରେ। ଏଇ ତ ଗୋଟେ ବ୍ୟତିକ୍ରମ। ତେଣୁ ସେଇଥିପାଇଁ ଆଜି ବିଶ୍ୱ ତ୍ରାତା, ବିଶ୍ୱ ନିହନ୍ତା, ବିଶ୍ୱ ପିତା ପରମ ପୁରୁଷ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଏଇ ମୁହୂର୍ତ୍ତରେ ମଣିଷଟାକୁ ଠିକ କରିବା ପାଇଁ ସେ ଆସିଲେ ଯେ ତୁମେ ପ୍ରଥମେ ମଣିଷକୁ ଠିକ କର, ଆଗେ ବ୍ୟକ୍ତିକୁ ଠିକ କର, ଦାମ୍ପତ୍ୟ ଜୀବନ ଠିକ ହଉ, ବିବାହଟା ଠିକ ହଉ, ଶିକ୍ଷା ଦୀକ୍ଷା ବିବାହର କଥା ଠାକୁର ନେଇକି ଆସିଲେ। ଏଇ ତିନିଟା ଯଦି ଠିକ ଭାବରେ ହେଇ ଚାଲେ ତାହେଲେ ନିଶ୍ଚୟ ସେ ଦେବମାନବ ସୃଷ୍ଟି ହେବ, ସେଇ ଦେବତା ମାନଙ୍କର ଆଗମନ ହେବ, ଆଉ ଯୋଉମାନଙ୍କୁ ନେଇ ବିଶ୍ୱ ଭାତୃତ୍ୱ କଥା ଗୋଟେ ପରିକଳ୍ପନା କରାଯାଇପାରେ। ବିଶ୍ୱ ଭାତୃତ୍ୱର ସନ୍ଧାନଟା ସେଇଦିନ ମିଳିବ ଯେଉଁଦିନ ସାରା ବିଶ୍ୱରେ ଦେଖାଯାଏ। ଅନେକ ପ୍ରଶ୍ନ ଆସିପାରେ ଯେ ଠାକୁରଙ୍କୁ ଗ୍ରହଣ କରିଥିବା ସମସ୍ତେ କଣ ଭାଇ ଭାଇ ବନ୍ଧନରେ ବାନ୍ଧି ହେଇଛନ୍ତି? ମୁଁ କହିଛି, ମତେ ପ୍ରଶ୍ନ ଆସିଛି ମୋ ସାଙ୍ଗ କିଛି ଯୋଉମାନଙ୍କୁ ଆମେ ଯୋଜନା ଇଏ କରିଛୁ, କିନ୍ତୁ ହଁ ଆପଣ ଦେଖୁଛନ୍ତି ସତ ସେମାନଙ୍କ ଭିତରେ ଲାଗନ୍ତି, ଝଗଡା ଝାଣ୍ଟି ଲାଗୁଛନ୍ତି, ବେଳେ ବେଳେ ମାରପିଟ ବି ଲାଗୁଛନ୍ତି ଭାଇ ଭାଇ ମଧ୍ୟରେ, ସତ୍ସଙ୍ଗ ଭାଇ ଓ ଭାଇ ଭିତରେ। କିନ୍ତୁ ତା ଭିତରେ ବି ତାଙ୍କୁ ଦେଖିବେ ସେମାନେ ଯେମିତି ବିପଦ ଆପଦ ଆସିଗଲେ ଯେମିତି ଗାଈଟେ ତା ଛୁଆଟାକୁ ଚାଟି ପକାଏ, ବା ଏଇଭଳି ଗୋଟେ ଆତ୍ମୀୟ ଗୋଟେ ଭାଇ ଆଉ ଗୋଟେ ଭାଇକୁ ଦେଖିନେଲେ ଚାଲି ଯାଉଛ ଗାଡିଟା ତାର ଅଟକି ଯାଏ, ସେ ପଦେ ଭାଇ ସାଙ୍ଗରେ କଥା କହିବ। ଆଉ ଯଦି ବି ମତାନ୍ତର ମନାନ୍ତର କେତେବେଳେ ହେଇଯାଉଛି ସେମାନଙ୍କ ଭିତରେ ଆତ୍ମସମୀକ୍ଷାର ବୋଧ ଆସୁଛି, ଘରେ ଯାଇକି ଚିନ୍ତା କରୁଛନ୍ତି ଯେ ମୁଁ ଆଜି କଣ କହିଥିଲି, ମୋ ଠାକୁର ଆଜି କଣ କହିଥିଲେ, ମୋ ଭାଇଟାକୁ ଆଜି ମୁଁ କଷ୍ଟ ଦେଲି, ମାଟିକୁ କଷ୍ଟ ଦେଲି, ବା କାହା ଅନ୍ତର ଭିତରେ ଆଘାତ ଦେଲି। ସେ ଆତ୍ମସମୀକ୍ଷା କରୁଛି, ସଂଶ୍ଳେଷଣ କରୁଛି, ଆତ୍ମବିଶ୍ଳେଷଣ କରୁଛି, ଆତ୍ମସଂଗଠନ କରିବାର ମାନସିକତା ତା ଭିତରେ ଆଜି ନହେଲେ ଏବେ କାଲି ସୃଷ୍ଟି ହଉଛି। ତେଣୁ ଏଇଭଳି ଠାକୁର ତ କହିଛନ୍ତି ମାନେ ଅନେକ କଥାର ଅନେକ ସୁଦୂର ଭବିଷ୍ୟତର କଥା ଚିନ୍ତା କରିଛନ୍ତି। ତେଣୁ ଏଇ ସତ୍ସଙ୍ଗୀ ଭାଇ ମାନେ ସେମାନଙ୍କ ଭିତରେ ଦେଖାଯାଏ ଠାକୁରଙ୍କୁ ଭଲ ପାଇବା ଭିତର ଦେଇ, ବିଶ୍ୱ ପିତାଙ୍କୁ ଭଲ ପାଇବା ଭିତର ଦେଇ ତାଙ୍କରି ପ୍ରଦତ୍ତ ବିଧାନକୁ ଜୀବନର ଅନେକ ପରିପାଳନ କରି ଚାଲିଛନ୍ତି। ଯଦି ବା ସଠିକ ଭାବରେ ସେମାନେ ନିଖୁଁତ ଭାବରେ ସମସ୍ତ ଦିଗକୁ ପରିପାଳନ କରିବା କଷ୍ଟ ହେଇପଡୁଛି, କାରଣ ପ୍ରକୃତି ପରତାନ୍ତ୍ରିକ ଜୀବନ। ତେଣୁ ପ୍ରକୃତି ମାଫିକ ପ୍ରକୃତିର ପ୍ରରଚନାରେ ମଣିଷ ଯେତେବେଳେ ପ୍ରରଚିତ, ଯେତେବେଳେ ତା ଦ୍ୱାରା ପ୍ରଭାବିତ, ସେତେବେଳେ ନିଜ ଭିତରେ ଥିବା ପ୍ରକୃତି ଗୁଡ଼ିକ ଉଙ୍କି ମାରେ ବେଳେ ବେଳେ। ତେଣୁ ସେଥିପାଇଁ କିନ୍ତୁ ତା ସତ୍ତ୍ୱେ ସତ୍ସଙ୍ଗୀ ଏକ ବିରାଟ ନିଆରା ଜଗତ ସୃଷ୍ଟି କରିଛନ୍ତି। ସତ୍ସଙ୍ଗ ଜଗତରେ ସତ୍ସଙ୍ଗୀ ମାନଙ୍କର କାର୍ଯ୍ୟକ୍ରମ ଏକ ଭିନ୍ନ ନିଆରା, ସେମାନଙ୍କ ଭିତରେ ମନାନ୍ତର ଥାଇପାରେ, ତା ସତ୍ତ୍ୱେ ବି ଯେମିତି ଯେ ଆମେ ଏକ ଅଭିନ୍ନ ବା ବିଭିନ୍ନତା ଭିତରେ ଏକତ୍ୱର ଯୋଉ ଭାବ ତାଙ୍କ ଭିତରେ ସୃଷ୍ଟି ହେଇଛି। ତେଣୁ ଭାଇ ଭାଇଙ୍କ ଭିତରେ ବିଶ୍ୱ ଭାତୃତ୍ୱର ଚେତନା ତାଙ୍କ ଭିତରେ ଜାଗ୍ରତ ଅଛି। ତେଣୁ ସେମାନେ ଚାଲିଛନ୍ତି ସେଇ ଦିଗରେ। ଆଉ ଆଜି ସାରା ବିଶ୍ୱରେ ଅନେକ ଦେଶରେ ମଧ୍ୟ ଦେଖାଯାଉଛି ସେଇ ସତ୍ସଙ୍ଗୀ ମାନେ ଠାକୁରଙ୍କର ଭାବଧାରାକୁ ନେଇ, ବିଶ୍ୱ ପିତାଙ୍କର ଜୀବନ୍ତ ଭାବଧାରାକୁ ନେଇ ଚାଲିଛନ୍ତି ଦୁର୍ବାର ଗତିରେ। ଆଜି ସାରା ବିଶ୍ୱରେ କାହିଁ ଆମେରିକା, କାହିଁ ଜାପାନ, କାହିଁ ଆୟାରଲାଣ୍ଡ, କାହିଁ ବିଭିନ୍ନ ଦେଶରେ ସବୁ ମାନେ ଏଇ ଠାକୁରଙ୍କ ଭାବଧାରା ପ୍ରସାରିତ ହେଇ ଚାଲିଛି। ଏବଂ ସମୟ ଦିନେ ଆସିବ ଠାକୁରଙ୍କର ଯୋଉ କୁହା କଥା ଥିଲା, ଏଶ୍ୱରୀ ଅଛି ଯେତେ ନଗର ଆଦି ଗ୍ରାମ ସର୍ବରତ ପ୍ରଚାର ହେବ ଏହି ସତନା। ଚାଲିଛନ୍ତି ମଣିଷମାନେ ଠାକୁରଙ୍କର ସେଇ ଭାବଧାରା। ଅବଶ୍ୟ ଆମେ ଯେମିତି ଠାକୁର ଚାହିଁଥିଲେ ସେମିତି ଦ୍ରୁତ ଗତିରେ ଆମେ ଯଦି ବା ଟିକେ ଆଗେଇ ପାରୁନାହୁଁ, ତଥାପି ଆମମାନଙ୍କ ସେ ଦିଗରେ ପ୍ରଚେଷ୍ଟା ସମସ୍ତଙ୍କର ରହିବ। ଏବଂ କେମିତି ଆମେ ପ୍ରଭୁଙ୍କୁ ସେ ଦିଗରେ, ପ୍ରଭୁଙ୍କର ଇଚ୍ଛା ପୂର୍ଣ୍ଣ ହେବ, ସମସ୍ତେ ଆମେ ସେ ଦିଗରେ ଆମେ ସଚେତନ ହବା। ଯୁଗେ ଯୁଗେ ଯେତେବେଳେ ଆସିଛନ୍ତି ପୁରୁଷୋତ୍ତମ ମାନେ, ବିଶ୍ୱ ସେ କହିଛନ୍ତି ଈଶ୍ୱର ଏକ, ଠାକୁର କହୁଛନ୍ତି ଈଶ୍ୱର ଏକ, ଧର୍ମ ଏକ, ପ୍ରେରିତ ପୁରୁଷ ଗଣ ଏକ ବାର୍ତ୍ତାବାହୀ। ବର୍ତ୍ତମାନ ପୁରୁଷୋତ୍ତମ ପୂର୍ବତନ ମାନଙ୍କର ସଂହତ ମୂର୍ତ୍ତି। ଏଇ ଚେତନା ବିଶ୍ୱବାସୀଙ୍କ ଭିତରେ ଧରେଇ ଦେବାର ଅଛି। ବିଶ୍ୱ ନେତୃତ୍ୱ ଯଦି ଠିକ ହବ ତାହେଲେ ବିଶ୍ୱ ଭାତୃତ୍ୱର ପରିକଳ୍ପନା ସମ୍ଭବ। ବିଶ୍ୱ ନେତୃତ୍ୱର କଥା ଏଇଥିପାଇଁ ମୁଁ କହୁଛି, ସାରା ବିଶ୍ୱରେ ପ୍ରତ୍ୟେକ ଦେଶରେ ଯୋଉଥିରେ ନେତୃବୃନ୍ଦ ମାନଙ୍କୁ ଉଚ୍ଚ ଜାତି ଯେଉଁ ଠାକୁର କହୁଥିଲେ ଶ୍ରେଷ୍ଠ ଜାତି କଥା, ତେଣୁ ସେଇ ନେତୃବୃନ୍ଦ ମାନଙ୍କ ଭିତରେ ଯଦି ପହଞ୍ଚ ଯାଇପାରନ୍ତା ଠାକୁରଙ୍କର ଏଇ ଦିବ୍ୟ ଭାବଧାରା, ଦିବ୍ୟ ଭାବବାଣୀ ଏବଂ ଦିବ୍ୟ ଲୀଳାର କଥା ସେମାନେ ଯଦି ବୁଝିପାରନ୍ତି, ତାହେଲେ ସେମାନଙ୍କ ଦ୍ଵାରା ଯୁଗେ ଯୁଗେ ଯେଉଁମାନେ ପୃଷ୍ଠପୋଷକତାରେ ରାଜରୋଳା ମାନଙ୍କର ପୃଷ୍ଠପୋଷକତାରେ ଧର୍ମର ଏକ ବିରାଟ ପରିବର୍ତ୍ତନ ହେଇଛି, ପରିପ୍ରକାଶ ଘଟିଛି ବାହାରେ। ଆପଣ ଜାଣିଥିବେ ଅଶୋକଙ୍କ କଥା, ଯିଏକି
ମାନେ ଧର୍ମର ଯେତେବେଳେ ଧ୍ୱଜା ଧରିଲେ ସେତେବେଳେ ସେ କୋଉଠି କଣ ନେଇକି ପହଞ୍ଚିଦେଲେ ବୌଦ୍ଧ ଧର୍ମର କଥା ସାରା ବିଶ୍ୱରେ ତାଙ୍କୁ ବୌଦ୍ଧ ଧର୍ମକୁ ସେ ପ୍ରଚାର କରିବା ପାଇଁ ଅନେକ ଚେଷ୍ଟା କରିଥିଲେ ତାଙ୍କ ପୃଷ୍ଠପୋଷକତାରେ। ଏବଂ ସେ ଯୋଉ ଚଣ୍ଡାଶୋକ ଏ ଉତ୍କଳ ଭୂମି ଗୋଟେ ଚଣ୍ଡାଶୋକଟାକୁ ଗୋଟେ ଧର୍ମାଶୋକରେ ପରିଣତ କରିପାରିଲା। ଏ ଉତ୍କଳ ମାଟିର ଏଇଟା ହଉଛି ଗୋଟେ ଗୌରବର ବିଷୟ। ଏଠି ଯେତେବେଳେ ଇଏ ମାଟି ମାନେ ବିଶ୍ୱ ଭାତୃତ୍ୱର ମାନେ ଗଜା ଅଙ୍କୁରୋଦ୍ଗମ ମାଟି ଏଠି ମଞ୍ଜି ପୋତା ଯାଇଛି ଏଇଠୁ ମଧ୍ୟ ସୂଚନା ମିଳେ। ତେଣୁ ସେ ଗୋଟେ ଧର୍ମର ଧାରବାହୀ ସେମାନେ, ତେଣୁ ପୃଷ୍ଠପୋଷକତା ଦରକାର। ଏଇ ତେଣୁ ସେଇଥିପାଇଁ ବିଶ୍ୱ ନେତୃତ୍ୱ ସ୍ଥାନୀୟ ଲୋକମାନେ ଯୋଉମାନେ ଅଛନ୍ତି ବିଶ୍ୱର ନେତା ବିଭିନ୍ନ ଦେଶର, ସେମାନଙ୍କ ଭିତରେ ଠାକୁରଙ୍କର ଏଇ ଯୋଉ ଶାନ୍ତିର ବାର୍ତ୍ତା ଠାକୁର ଯୋଉ ଦେଇଛନ୍ତି ବିଶ୍ୱ ନିୟନ୍ତା ସେ ଏବଂ ବିଶ୍ୱ ଭାତୃତ୍ୱର ଯୋଉ ସୂଚନା ଠାକୁର ଦେଇଛନ୍ତି, ବିଶ୍ୱର ପ୍ରତିଟି ମାନବବାଦର ଯୋଉ ସେ ସୂଚନା ଦେଇଛନ୍ତି, ସେ କଥା ଯଦି ସମସ୍ତେ ଉପଲବ୍ଧି କରିପାରନ୍ତି ତାଙ୍କ ନିକଟରେ ପହଞ୍ଚା ଯାଇ ପାରନ୍ତା ଏବଂ ସେମାନେ ଯଦି ଉପଲବ୍ଧି କରନ୍ତେ ତାହେଲେ ହୁଏତ ତାଙ୍କ ମନ ମାନସ ଭିତରୁ ଏ ଯୁଦ୍ଧର ଘନଘଟା ବା ଏଇ ଯୋଉ ଯୁଦ୍ଧର ମାନସିକତାଟା ଅନ୍ତତଃ ଦୂର ହେଇଯାଆନ୍ତା। କାରଣ ଯୁଦ୍ଧଟା ତ ମଣିଷ ପଛରେ କରେ ନା ବ୍ୟାଟଲ ଫିଲ୍ଡରେ, ଆଗ ୱାର ଟେକ୍ସ ପ୍ଲେସ୍ ଇନ୍ ଦ ମାଇଣ୍ଡ ଦେନ୍ ଇନ୍ ଦ ବ୍ୟାଟଲ ଫିଲ୍ଡ। ଯୁଦ୍ଧଟା ଆଗେ ମନର ମଣିଷର ମନ ଭିତରେ ସୃଷ୍ଟି ହୁଏ, ତାପରେ ସେ ଯୁଦ୍ଧକୁ କ୍ଷେତ୍ରରେ ଆରମ୍ଭ କରେ। ତେଣୁ ଏଇ ଯୋଉ ବିଭିନ୍ନ ସାମ୍ରାଜ୍ୟବାଦୀ ଚିନ୍ତାଧାରା ମାନେ ଯୋଉଟା କି ସାମ୍ରାଜ୍ୟବାଦୀ ମାନେ ଆମେ ସମସ୍ତେ କେମିତି ଅଧିକ ରାଜ୍ୟ ଜୟ କରିବା, କେମିତି ଅନ୍ୟ ଦେଶକୁ ଆମେ କବଳିତ କରିବା, ଅନ୍ୟର ସେ ଦେଶ କବଳିତ କରି ଆମେ ଅର୍ଥ ପ୍ରାଚୁର୍ଯ୍ୟରେ ସବୁ ଅଧିକ ହେଇ ଉଠିବା, ବଳଶାଳୀ ହେଇ ଉଠିବା, ଆମେ ବୋମା କେତେ ଶକ୍ତି ସାମର୍ଥ୍ୟ ଅସ୍ତ୍ର ଶସ୍ତ୍ରରେ ଆମେ ସେଇ ଦିଗକୁ ମନଟା ନ ବଳେଇ ମଣିଷକୁ ଆପଣାର କରିପାରନ୍ତେ ଏବଂ ସାରା ବିଶ୍ୱକୁ ବିଶ୍ୱର ଶାନ୍ତି କେମିତି ପ୍ରତିଷ୍ଠା ହବ, ଶାନ୍ତି ସଂସ୍ଥା ଯୋଉଟା କି ସାରା ବିଶ୍ୱ ଜାତିସଂଘ ଗଠନ ହେଇଛି ତାର ଆଭିମୁଖ୍ୟ ମଧ୍ୟ ଏଇଭଳି ରହିଛି। କିନ୍ତୁ ବିଶ୍ୱ ଜାତିସଂଘ ସିନା ଗଠନ ହେଇଛି କିନ୍ତୁ ବିଶ୍ୱ ପିତାଙ୍କୁ ସେ ବିଶ୍ୱ ଜାତିସଂଘରେ କେମିତି ଅନ୍ତତଃ ପହଞ୍ଚା ଯାଇପାରିବ, ବିଶ୍ୱ ପିତାଙ୍କର ସେଇ ଦିଗ୍ଦର୍ଶନ ତାଙ୍କର ମାର୍ଗଦର୍ଶନ ତାଙ୍କର ଦିବ୍ୟ ଲୀଳାର କଥା ବିଶ୍ୱ ଜାତିସଂଘ ଭିତରେ ଯଦି ଅନ୍ତତଃ ପହଞ୍ଚି ଯାଇପାରନ୍ତା କୌଣସି ଉପାୟରେ, ତାହେଲେ ହୁଏତ ସେଇଠୁ ଗୋଟେ ନୂତନ ସୃଷ୍ଟି ନୂତନ ସନ୍ଧାନ ମିଳନ୍ତା ଏବଂ ଏଇ ସାରା ଏ ଭାରତ ବର୍ଷ ଯଦି ତାର ସେଇ ଦିଗରେ ଅନ୍ତତଃ ପ୍ରୟାସ ହେଇ ଉଠନ୍ତା। କାରଣ ସବୁ ମୁନିଋଷି ମାନେ କହିଛନ୍ତି ତ କହୁଥିଲି ଯେଟା ଆପଣ ଦାର୍ଶନିକ ମାନେ ଏଇ ଭାରତ ବର୍ଷରୁ ହିଁ ସୃଷ୍ଟି ହବ ବିଶ୍ୱ ଭାତୃତ୍ୱର ଚିନ୍ତାଧାରା, ଏ ଭାରତ ବର୍ଷ ହିଁ ସୃଷ୍ଟି କରିବା ଧର୍ମର ଧ୍ୱଜା ସାରା ବିଶ୍ୱରେ ଉଡେଇବ ଧର୍ମର ଧ୍ୱଜା। ଏଇ ଭାରତ ବର୍ଷ ହିଁ ସାରା ବିଶ୍ୱକୁ ଦେବାକୁ ନୂତନ ଦିଗନ୍ତ, ଏ ଭାରତ ବର୍ଷରୁ ହିଁ ପ୍ରଥମ ସୂର୍ଯ୍ୟ ଧର୍ମର ଏକ ନୂତନ ଚେତନାର ସୂର୍ଯ୍ୟ ଉଦୟ ହେବେ ଏବଂ ସେ ସୂର୍ଯ୍ୟ ସାରା ବିଶ୍ୱକୁ ଆଲୋକିତ କରିଦେବେ। ପ୍ରଭୁ ହେ ଆଲୋକିତ ଆଲୋକରେ ପ୍ରଭୁ ମୁଁ ଆଲୋକିତ ଆଲୋକରେ ତୁମରି, ତାଙ୍କରି ଆଲୋକରେ ସାରା ଜଗତ ଉଦ୍ଭାସିତ ହେବ। ତେଣୁ ଠାକୁରଙ୍କର ଦିବ୍ୟ ବାଣୀ ଠାକୁରଙ୍କର ଦିବ୍ୟ କଥା ଯଦି ବିଶ୍ୱ ନେତୃତ୍ୱଙ୍କ ପାଖରେ ପହଞ୍ଚା ଯାଇ ପାରନ୍ତା, ସେମାନଙ୍କୁ ଯଦି ଉଦ୍ବୁଦ୍ଧ କରାଯାଇ ପାରନ୍ତା, ସେମାନଙ୍କୁ ଯଦି ପ୍ରଭୁଙ୍କର ଭାବଧାରା ଅନୁପ୍ରାଣିତ କରାଯାଇ ପାରନ୍ତା, ସେମାନେ ଯଦି ଠାକୁରଙ୍କର ଅନୁଶାସନରେ ଅନୁଶାସିତ ହୋଇ ସେଇଭଳି ମାନସିକତା ନେଇ ତାଙ୍କର ପ୍ରତିଟି ଦେଶକୁ ସେଇଭଳି ନୂତନ ଚିନ୍ତାଧାରାରେ ଶାସନ କରିବା ପାଇଁ ପ୍ରୟାସ କରନ୍ତେ, ସର୍ବୋପରି ପ୍ରଭୁଙ୍କର ପ୍ରଦତ୍ତ ବିଧାନ ଅନୁଯାୟୀ ଯଦି ଯୋଉଦିନ ସାରା ବିଶ୍ୱରେ ସବୁ ଦେଶରେ ଗୋଟେ ଶାସନ ଖସଡ଼ା ତିଆରି ହେବ, ଯେବେ ଯାଇ ଅନ୍ତତଃ ବିଶ୍ୱ ଭାତୃତ୍ୱର କଥା ଅନ୍ତତଃ ଚିନ୍ତା କରାଯାଇପାରିବ, ନଚେତ୍ ତା କଦାପି ସମ୍ଭବ ନୁହେଁ। ତେଣୁ ବିଶ୍ୱ ପିତାଙ୍କୁ ବାଦ ଦେଇ ବିଶ୍ୱ ଭାତୃତ୍ୱର ପରିକଳ୍ପନା ଏକ ଦିବାସ୍ୱପ୍ନ ହେଇଯାଇଛି, ଏକ ବିଡମ୍ବନା ସୃଷ୍ଟି କରିଛି। ତେଣୁ ଆମେ ବିଶ୍ୱ ଶାନ୍ତି କରି ଯଜ୍ଞ କରିପାରି, ବିଶ୍ୱ ସମ୍ମିଳନୀ କରିପାରି, ଆମେ ବିଶ୍ୱ ମାନେ ଭାତୃତ୍ୱର କଥା ଯେତେ ସ୍ଲୋଗାନ ଦେଲେ ତାହା କିନ୍ତୁ ତା ଭାଷାରେ କେବଳ କଥାରେ କଥା ହେଇକି ରହିଯିବ। ଠାକୁର କହୁଥିଲେ କଥାରେ ଛୁଟେ କଥାର ମାଳା କାନ ଛଡାର ଶୁନେ କେଉ, କଥାରେ ଛୁଟେ କଥାର ମାଳା କାନ ଛଡାର ଶୁନେ କେଉ। କଥାରେ କେବଳ ସିନା କଥାର ମାଳା ବଡ ଛୁଟି ଚାଲେ, ମାନେ କଥାରେ ଚାଲେ, କିନ୍ତୁ କାନ କେବଳ ଶୁଣୁଥାଏ, ଏ କାନରେ ପଶିକି ସେ କାନରେ ବାହାରିଯାଏ, କିନ୍ତୁ ତା ବାସ୍ତବ ରୂପ ନିଏ ନାହିଁ। କିନ୍ତୁ ବାସ୍ତବ ରୂପ ଯେତେବେଳେ ହବ ଯେତେବେଳେ ମଣିଷ ତା ମନ ମାନସ ଭିତରେ ତାଙ୍କୁ ହୃଦୟ ଭିତରେ ବାନ୍ଧି ରଖିବ ସେଇ କଥା ଗୁଡ଼ିକୁ, ସେ ପ୍ରଭୁଙ୍କର ଦିବ୍ୟ ଜୀବନର ଆଦର୍ଶର କଥା ତାଙ୍କର ପ୍ରଦତ୍ତ ବିଧାନକୁ ପରିପାଳନ କରି ତାକୁ ଶାସନ କ୍ଷେତ୍ରରେ ଆଗେ ବ୍ୟକ୍ତି ନିଜେ ବୁଝିବ, ନିଜେ କରି ଚାଲିବ ଏବଂ ତାପରେ ଯଦି ନେତୃବୃନ୍ଦ ମାନେ ଥିବେ ତାକୁ ଶାସନ କ୍ଷେତ୍ର ଶାସନ ଖସଡ଼ାରେ କେମିତି ତାକୁ ରୂପାନ୍ତରିତ କରାଯାଇପାରିବ, ତାକୁ ସ୍ଥାନିତ କରାଯାଇପାରିବ, ତାକୁ ସେଇ ଅନୁସାରେ ପ୍ରଭୁଙ୍କର ପ୍ରଦତ୍ତ ବିଧାନ ଅନୁସାରେ ଯେମିତି ଆଗରୁ ସବୁ ଆମର ବିଚାରଧାରା ସବୁ ବିଭିନ୍ନ ମନୁସ୍ମୃତି ବେଦ ବେଦାନ୍ତକୁ ନେଇ ବିଚାରଧାରା ହେଇଛି ବା ଶାସନ ଖସଡ଼ା ବି କିଛି ହେଇଛି, ସେମିତି
ଯେତେବେଳେ ଯୋଉ ଦିନ ସମୟ ଆସିବ ହୁଏତ ନିଶ୍ଚୟ ଆସିବ ଠାକୁରଙ୍କର କଥା ବ୍ୟର୍ଥ ହବ ନାହିଁ କାରଣ ଠାକୁର କହୁଥିଲେ ଦାସୀର କଥା ବାସି ହେଲେ ବି କାମରେ ଲାଗିବ ସେ ଯାହା କହିଅଛନ୍ତି ତାଙ୍କର ବାକ୍ୟ ଆପ୍ତ ବାକ୍ୟ ସେ ପରମ ପୁରୁଷ ତାଙ୍କର କଥା ହିଁ ଅକାଟ୍ୟ ସେ ଯାହା କହିଛନ୍ତି ତାହା ହିଁ ହବ ଆଜି ନହେଲେ କାଲି କାଲି ନହେଲେ ଆଗାମୀ ଦିନରେ ତେଣୁ ହବ କିନ୍ତୁ ଆମେ ସେ ଦିଗରେ ପ୍ରୟାସ ରହିଲେ ଆମେ ସେଥିରେ ସାର୍ଥକ ହବ ଅର୍ଥାତ ସେଇ ମହାସାଗରରେ ଆମେ ସେ ମହାସାଗରର ମହାମାନବର ସାଗରରେ ଆମେ ନିଜକୁ ଅବଗାହନ କରି ସେ ସାଗରରେ ଡୁବ ଦେଲା ଭଳି ଆମର ଜୀବନଟା ପବିତ୍ର ହବ ଧନ୍ୟ ସାର୍ଥକ ହେଇ ଉଠିବ ଆମର ପ୍ରୟାସଟା ସେ ଦିଗରେ ରହିଲେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ସମ୍ଭବ ହେଇପାରିବ ତେଣୁ ସେ ଦିଗରେ ଆମ ସମସ୍ତଙ୍କର ପ୍ରୟାସ ଯେମିତି ରହିବା ଦରକାର ଆମେ ସମସ୍ତେ ସେ ଦିଗରେ ଯେମିତି ତତ୍ପର ନାସ୍ତି ଚେଷ୍ଟା କରିବା ସମସ୍ତଙ୍କର ସେ ଦିଗରେ ପୂର୍ଣ୍ଣ ପ୍ରାଣର ପ୍ରୟାସ ଆନ୍ତରିକ ପ୍ରୟାସ ଏବଂ ଯୋଉଟା କି କ୍ରିୟାଶୀଳ ପ୍ରୟାସଟା ରହିବା ଦରକାର ଆମେ ନିଜକୁ ସେ ଦିଗରେ ଆଗେଇ ନେବା ଦରକାର ତେଣୁ ଆମକୁ ସେସବୁ କଥା ଠାକୁର ସେ ଦିଗ ଥରେ ଗୋଟେ କହୁଥିଲେ ସୁନ୍ଦର କଥା ଠାକୁର କହୁଛନ୍ତି 1947 ମସିହା ଜୁଲାଇ ମାସରେ ଦେଓଘର ଋତ୍ତିକ ଅଧିବେଶନ ଅନୁଷ୍ଠିତ ହେଇଛି ଏବଂ ବିଭିନ୍ନ ସ୍ଥାନ କର୍ମୀମାନେ ଆସିଛନ୍ତି ସେ ଠାକୁର ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ପାଖରେ କହୁଛନ୍ତି ପରମ ପିତାଙ୍କର ଇଚ୍ଛା ପୂରଣ ପାଇଁ ଯଦି ମେନ୍ ଏବଂ ମନି ଓ ରିସୋର୍ସ ବିପୁଳ ଭାବରେ ସଂଘତ କରି ତୋଳି ପାରନ୍ତି ତେବେ ତା ମାଧ୍ୟମରେ ସମଗ୍ର ଦେଶକୁ ଏକାଠି କରିବା ଶକ୍ତ ହେବ ନାହିଁ ମେନ୍ ମନି ରିସୋର୍ସ ହେଇଗଲେ ହବ ନାହିଁ ଠାକୁର କହୁଛନ୍ତି ଗୋଟେ ଡିଭାଇନ ୟୁନିଫାଇଂ ପ୍ଲାଟଫର୍ମ ଦରକାର ଗୋଟେ ଭାଗବତ ଐକ୍ୟ ବିଧାୟନୀ ରଙ୍ଗମଞ୍ଚ ଦରକାର ଠାକୁର କହୁଛନ୍ତି ଆମକୁ କ୍ରିଏଟ କରିଲେ ନ କରିଲେ ଏ ବିଶ୍ୱର ଯୋଉ ଠାକୁର ଦେଇଛନ୍ତି ବିଶ୍ୱ ଚେତନା ସୃଷ୍ଟି ହବ ନାହିଁ ଗୋଟିଏ ଡିଭାଇନ ୟୁନିଫାଇଂ ପ୍ଲାଟଫର୍ମ ଐକ୍ୟ ବିଧାୟନୀ ଭାଗବତ ଐକ୍ୟ ବିଧାନୀ ରଙ୍ଗମଞ୍ଚ ଦରକାର ସାରା ବିଶ୍ୱରେ ତେଣୁ ଐକ୍ୟ ବିଧାନୀ ରଙ୍ଗମଞ୍ଚ ନହେଲେ ସେଠି ହବ ନାହିଁ ବିଶ୍ୱ ଭାତୃତ୍ୱ କଥା ଚିନ୍ତା କରାଯାଇପାରିବ ନାହିଁ ଆପଣ ମାନଙ୍କର ଏଇ ଯୋଉ ପ୍ଲାଟଫର୍ମ ମଞ୍ଚ ଏଇଠାରେ କଲେ ବି ସତ୍ତା ପଛରେ ସ୍ୱାର୍ଥ ବୈଶିଷ୍ଟ୍ୟ କ୍ଷୁର୍ଣ୍ଣ ହୁଏ ନା ମଣିଷକୁ ମାରି ଶିଖିବାରେ ବା ମରି ଶିଖିବାରେ କୌଣସି ଲାଭ ନାହିଁ ମଣିଷକୁ ଶିଖାଇବାକୁ ହେବ ସେ ଯୋଉଥିରେ ବଞ୍ଚିପାରେ ଓ ବଞ୍ଚାଇ ପାରେ ଏବଂ ତାର ପରିପନ୍ଥୀ ଯା ତାକୁ ବେଚର ସହିତ ପ୍ରତିରୋଧ କରିପାରେ ଏଇ ଜୀବନୀୟ ଶିକ୍ଷା ହିଁ ଧର୍ମ ଠାକୁର ଧର୍ମ କହିଲେ ଏଇ ଶିକ୍ଷା ଦରକାର ଏଜୁକେସନରେ ଆଜି ଏଇ ଜିନିଷଟା ସ୍ଥାୟିତ ହେଇପାରି ନାହିଁ ଯଦି ବା ନ୍ୟୁ ଏଜୁକେସନ ପଲିସି 2020 ଯଦି ସେ ଦିଗରେ କିଛିଟା ପ୍ରୟାସ କରାଯାଇଛି ଏବଂ ଆଗାମୀ ଏପ୍ରିଲ ମାସ ପାଖରୁ ଦୀର୍ଘ 25 ବର୍ଷର ପୁସ୍ତକ ସବୁ ଚେଞ୍ଜ ହେବାକୁ ଯାଉଛି ଗୋଟେ ସୁନ୍ଦର ସୂଚନା ସେଠି ଆଧ୍ୟାତ୍ମିକତାର ଭାବଭୂମି କିଛି ଭର୍ତ୍ତି କରାଯାଇଛି ମୁଁ ଦେଖୁଥିଲି ଏବଂ ନୂଆ ଟ୍ରେନିଂ ଚାଲିଛି ସବୁ ଶିକ୍ଷକ ମାନଙ୍କୁ ଦିଆଯାଉଛି ବର୍ତ୍ତମାନ ସେ କେମିତି ଶ୍ରେଣୀରେ ପିଲାମାନଙ୍କୁ ମୂଳରୁ ମୌଳିକ ଶିକ୍ଷା ଆଧ୍ୟାତ୍ମିକ ଶିକ୍ଷା ଭୋକେସନାଲ ଏଜୁକେସନ ଯୋଉଟାକି ଠାକୁରଙ୍କର କୁହାଥିଲା ସେ ବାବଦରେ ଯଦି ବା ଆମର କେନ୍ଦ୍ର ସରକାର କିଛିଟା ପ୍ରୟାସ କରିଛନ୍ତି ତେଣୁ ଆଗାମୀ ଦିନରେ ହୁଏତ କଣ ତାର ସୁଫଳ ମିଳିବ ନିଶ୍ଚୟ ସେ ଆଶା କରିବା ଠାକୁର କହୁଛନ୍ତି ଏଇ ଜୀବନୀୟ ଶିକ୍ଷା ହିଁ ଧର୍ମ ଧର୍ମର ବ୍ୟତୟ ଯେଉଁଠି ଯାହା ହୋଇଛି ତା ଅପସାରଣ କରି ପ୍ରକୃତ ଧର୍ମର ପ୍ରତିଷ୍ଠା କରିବାକୁ ହେବ ଏବଂ ତା ସବୁ ସମ୍ପ୍ରଦାୟ ମଧ୍ୟରେ ଠାକୁର କହୁଛନ୍ତି ଗୋଟିଏ ଭାରତ ବର୍ଷ କଲେ ହବ ନାହିଁ ହେଲେ ଗୋଟିଏ ସମ୍ପ୍ରଦାୟ କଲେ ହବନି ସବୁ ସମ୍ପ୍ରଦାୟ ମଧ୍ୟରେ ସବୁ ଦେଶ ମଧ୍ୟରେ ଗୋଟିଏ ଦେଶ କଥା ଠାକୁର କହୁନାହାନ୍ତି ସବୁ ଦେଶ ମଧ୍ୟରେ ସବୁ ଜାତି ମଧ୍ୟରେ ସବୁ ଦେଶ ସବୁ ଜାତି ତେଣୁ ଠାକୁର କେତେ ପ୍ରୟାସ ବିଶ୍ୱ କଥା ସେ ଚିନ୍ତା କରିଛନ୍ତି ସେ ଆସିନାହାନ୍ତି କେବଳ ଭାରତବର୍ଷର କଥା ଚିନ୍ତା କରିବା ପାଇଁ ସେ ୟୁରୋପର କଥା ଚିନ୍ତା କରିନାହାନ୍ତି ସେ ଆମେରିକାର କଥା ଚିନ୍ତା କରିନାହାନ୍ତି ସେ ଚାଇନାର କଥା ଚିନ୍ତା କରିନାହାନ୍ତି ସେ ପାକିସ୍ତାନର କଥା ବା ଆଉ କୌଣସି ଦେଶର କଥା ସେ ସାରା ବିଶ୍ୱ ମାନବର କଥା ଚିନ୍ତା କରିଛନ୍ତି ବିଶ୍ୱ ଜାତିର କଥା ଚିନ୍ତା କରିଛନ୍ତି ତେଣୁ ସେ ହିଁ ତ ବିଶ୍ୱ ପିତା ତାଙ୍କର ସୃଷ୍ଟି ସାରା ବିଶ୍ୱରେ କେମିତି ତାଙ୍କର ଭାବଧାରା ପ୍ରଚାରିତ ହେବ ଏବଂ ପହଞ୍ଚି ଯାଇପାରିବ ସମସ୍ତଙ୍କ ନିକଟରେ ପ୍ରତିଟି ହୃଦୟ ଭିତରେ ସେ ପ୍ରତ୍ୟେକ କେମିତି ସ୍ଥାନ ଦେବେ ଏବଂ ତାଙ୍କରି ପ୍ରଦତ୍ତ ବିଧାନକୁ ଜୀବନରେ ପରିପାଳନ କରିବେ ସେ ବ୍ୟକ୍ତି ଦମ୍ପତି ପରିବାର ସମାଜ ରାଷ୍ଟ୍ର ରାଷ୍ଟ୍ରୀୟ ଜୀବନରେ ମଧ୍ୟ ନେତୃତ୍ୱ ସ୍ଥାନୀୟ ଶାସନ କ୍ଷେତ୍ରରେ ମଧ୍ୟ ଏସବୁ ଗୁଡ଼ିକ ଯେଉଁ ଦିନ ଗୋଟେ ବାସ୍ତବ ରୂପ ନେବ ସେଇଦିନ ବିଶ୍ୱ ଭାତୃତ୍ୱ ଏବଂ ବିଶ୍ୱ ଶାନ୍ତିର କଥା ଚିନ୍ତା କରାଯାଇପାରିବ ନଚେତ୍ ସମ୍ଭବ ନୁହେଁ ତେଣୁ ଆଜି ବିଶ୍ୱ ଶାନ୍ତିରେ ଯଜ୍ଞ କରାଯାଉଛି ବିଶ୍ୱ ଶାନ୍ତିରେ ଯଜ୍ଞ ଅନେକ ହୋମ ଆହୁତି ଦିଆଯାଉଛି ଅନେକ ହୋମ କରାହଉଛି ସବୁ ଦେବଦେବୀଙ୍କୁ ଇଏ କରାଯାଉଛି ସବୁ ଦେବତାର ସମାନରେ ପୁରୁଷୋତ୍ତମଙ୍କ ସୃଷ୍ଟି ସହଜ ମଣିଷ ନର ରୂପେ କରନ୍ତି ଧୃତି ପୁଷ୍ଟି ଏ ଜ୍ଞାନ ଆମ ଭିତରେ ଉଦୟ ହେଇନାହିଁ ଆମେ ସବୁ ଦେବତାଙ୍କୁ ଆହୁତି ଦଉ ସେ ବି ଦରକାର କିନ୍ତୁ ସବୁ ଦେବତାଙ୍କ ସମାହାରରେ ପୁରୁଷୋତ୍ତମଙ୍କ ସୃଷ୍ଟି
ଯଜ୍ଞ ତ ଆମେ ତାଙ୍କ ଉଦ୍ଦେଶ୍ୟରେ କାହିଁ ଯେ କରାଯାଇ ପାରି ନାହିଁ। ତେଣୁ ବିଶ୍ୱ ଶାନ୍ତି ଯଜ୍ଞ ହଉଛି ଦେଓଘରରେ ଆଶ୍ରମରେ ହଉଛି ବିଶ୍ୱ ଶାନ୍ତି ଯଜ୍ଞ। ତେଣୁ ସେଠି ସାରା ବିଶ୍ୱର କେମିତି ଶାନ୍ତି ପ୍ରତିଷ୍ଠା ହେବ, ସେଠି ସାରା ବିଶ୍ୱର କଥା ଚିନ୍ତା କରାଯାଉଛି, ସାରା ବିଶ୍ୱର କେମିତି ମଙ୍ଗଳ ହେବ, ପ୍ରତିଟି ଜୀବଜଗତ କେମିତି ବଞ୍ଚିବେ ବଢିବେ, ଏଇ କଥା ସେଠି ଚିନ୍ତା କରାଯାଉଛି। ଏବଂ ସେଇଥିପାଇଁ ସେଦିନ ବୋଧହୁଏ ଠାକୁରଙ୍କର ଗୋଟେ ବାଣୀ ମନେ ପଡୁଛି, ସେ କଥାଟା ଆପଣ ମାନେ ଜାଣିଥିବେ, ବିଶ୍ୱ ଯୋଡେ ଦ୍ୱନ୍ଦ୍ୱ ରଣେ ଉଠିଛି ଭୀମ ଅଗ୍ନିଶିଖା, ମନେ ପଡୁନି ବାଣୀଟା, ବିଶ୍ୱ ଯୋଡେ ଦ୍ୱନ୍ଦ୍ୱ ରଣେ ଉଠିଛି ଭୀମ ଅଗ୍ନିଶିଖା, ସେଇଠି ମୋର ବିଜ୍ଞାପନ ହୋଇଛି କ୍ରମେ ରକ୍ତ ଲେଖା, ପାପ ଦାନବର ଅତ୍ୟାଚାରରେ ଡାକ୍ଷ ଯେ ନର ତ୍ରାହି ଥାଇ, ସେଇଠି ଜାଣ ମୋ ପ୍ରକଟ ତେଳେ ଏଠି ସନ୍ଦେହ ନାହିଁ। ଥାକ ନଦରେ ଆଇ କୋଲେ କାନ୍ଦେ କେ ହେବା ଦୁଃଖ ଭୋଗେ, ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଫୁଟିଲରେ ଆଜି ସୂର୍ଯ୍ୟ ସତ୍ୟ ତପନ, ଅନ୍ଧକାରର ପୁଞ୍ଜ ନାଶୀ, ବାସ୍ତେ ଦୟାଲ ବିଶ୍ୱନାଥରେ ଶାଶ୍ୱତ ସେଇ ମଧୁର ବଂଶୀ, ଶିହରି ଉଠେ ସପ୍ତ ଭୁବନ ଅମୃତ ଦ୍ୱାରା ଦ୍ରୁତ ସ୍ୱରେ, ডাকছে দয়াল বংশী নাদে আউ তো মহি নাই রে দোয়ে। থাক না দোয়ে আয় কোলে আয়, কান্দে কে বাবা দুঃখ ভোগে, ধর্ম সংস্থাপনার্থায় সম্ভবামি যুগে যুগে। সোনার সংসার ডুবছে বলি ভয় হবার শঙ্কা নাই, সৃষ্টি তো ভগ্ন তো নহে সৃষ্টি হবার নূতন আভাস আসছে দায়ী, চলছে এক বিরাট সাধন বিশ্ব বক্ষে রাত্র দেবা, ক্ষিত অপ তেজ মরুত ব্যোমে ভয় হবার শঙ্কা কিবা। থাক না নাই তো দূরে আয় কোলে আয়, কান্দে কে বাবা দুঃখ ভোগে, ধর্ম সংস্থাপনার্থায় সম্ভবামি যুগে যুগে। অর্থাৎ ଠାକୁରଙ୍କ ଏଇ ଯୋଉ ବାଣୀ ଥିଲା, କୁହାଯାଏ ଠାକୁରଙ୍କର ଏଇଟା ଲେଖା ଥିଲା ଯାହା ବହୁ, ତେଣୁ ଠାକୁର ଯୋଉ ଏଇ ସୂଚନା ଦେଇଛନ୍ତି ବିଶ୍ୱ କଥା କହିଛନ୍ତି, ବିଶ୍ୱ ଯୋଡେ ଦ୍ୱନ୍ଦ୍ୱ ରଣେ, ଆଜି ସାରା ବିଶ୍ୱରେ ଯୁଦ୍ଧର ଘନଘଟା, ସାରା ବିଶ୍ୱରେ ଦ୍ୱନ୍ଦ୍ୱ ସୃଷ୍ଟି ହେଇଛି, ଏଠି ବିଶ୍ୱ ଭାତୃତ୍ୱ କଥା ଆସିବ କେଉଠୁ, ଏଇ ମାନସିକତା ସୃଷ୍ଟି ହବ କେଉଠୁ। ତେଣୁ ଠାକୁର ଶେଷ ଯୋଉ କହିଲେ ଯେ ଚଳছে ଏକ ବିରାଟ ସାଧନ ବିଶ୍ୱ ବକ୍ଷେ ରାତ୍ର ଦିବା, ଆମେ ଜାଣିପାରୁନି ଚାଲିଛି ବିରାଟ ସାଧନ, ଅନ୍ତରେ ଅନ୍ତରେ କରେ ଲୀଳା ଖେଳା, ତଥାପି ରହିଛି ଅବ୍ୟକ୍ତ ହୋଇ ଏମିତି ପ୍ରଭୁଙ୍କୁ ଦେଖିଛ କାହିଁ। ତେଣୁ ଏଇ ଯୋଉ ସୁନ୍ଦର କୀର୍ତ୍ତନଟା ରହିଛି, ସେ ଅବ୍ୟକ୍ତ, ସେ ଅନ୍ତର ଅନ୍ତରରେ ଲୀଳା କରି ଚାଲିଛନ୍ତି, ତାଙ୍କର ଚାଲିଛି ଚାଲିଛି ବିରାଟ ସାଧନ ବିଶ୍ୱ ବକ୍ଷେ ରାତ୍ର ଦିବା ଚାଲିଛି, ସେ ଅତନ୍ଦ୍ର ପ୍ରହରୀ ବିଶ୍ୱ ପିତା ଚିର ଅତନ୍ଦ୍ର। ସେଦିନ ଆପଣ ଜାଣିଥିବେ ବିଭିନ୍ନ କଥା ଦାଦାମାନେ ସବୁ ଆଲୋଚନା କରନ୍ତି ଠାକୁରଙ୍କ କଥା, ରାତିରେ ଶୋଇପାରୁନାହାନ୍ତି ଠାକୁର, ଅନେକ କଥା ସେ ଦିଗକୁ ମୁଁ ଯାଉନାହିଁ, ସମୟ ହେଇ ଆସିଲାଣି। ତେଣୁ ଏଇ ଯୋଉ ଠାକୁରଙ୍କର ସୂଚନା ଥିଲା, ବିଶ୍ୱ ବକ୍ଷରେ ଏକ ସୁନ୍ଦର ଚିନ୍ତାଧାରା ଠାକୁର ଦେଇଛନ୍ତି, ବିଶ୍ୱବାସୀ ଅପେକ୍ଷା କରିଛନ୍ତି କୋଉ ଦିନ ଏଇ ଠାକୁରଙ୍କର ବିଶ୍ୱ ପିତାଙ୍କର ପ୍ରଦତ୍ତ ବିଧାନ, ତାଙ୍କର ଯୋଉ ଦିବ୍ୟ ଲୀଳାର କଥା, ତାଙ୍କର ବାଣୀ, ସେ ଯାହା କହି ଯାଇଛନ୍ତି ସାରା ବିଶ୍ୱର ପ୍ରତିଟି ମାନବ ତାକୁ କେମିତି ସ୍ଥାନରେ ପାଇବେ, କେମିତି ସେ ଭାବରେ ଭାବାୟିତ ହେଇ ଉଠିବେ। ତେଣୁ ଆମ ମାନଙ୍କର ପ୍ରତି ପ୍ରତ୍ୟେକଙ୍କ ପ୍ରୟାସ ଆଜି ମଧ୍ୟ ଏଇ ଡିପିୱାର୍କ ମାଧ୍ୟମରେ ସେ ପ୍ରୟାସ ପୂଜ୍ୟପାଦ ଆଚାର୍ଯ୍ୟ ଦେବଙ୍କର ଯୋଉ ଇଚ୍ଛା ଏବଂ ସର୍ବୋପରି ପୂଜନୀୟ ଅଭିନଦାଙ୍କର ଯୋଉ ଆପ୍ରାଣ ପ୍ରୟାସ ଆଜି ସବୁ ଦିଗରେ ଗୋଟେ ନୂତନ ଦିଗନ୍ତ ଖେଳି ଦେଇଛି। ଡିପିୱାର୍କ ପ୍ରତିଟି ମଣିଷକୁ କେମିତି ଆପଣା କରାଯିବ, ପ୍ରତିଟି ମଣିଷକୁ କେମିତି ତାର ହୃଦୟକୁ ତାର ମନକୁ କିଡନାପ କରି ପ୍ରଭୁଙ୍କ ପାଖରେ ତାଙ୍କୁ ଭେଟି ଦିଆଯିବ। ଏଇ ମୋ ଗୋଟେ ମଣିଷ, ମୋର ଗୋଟେ ଛୋଟ ଜଗତ ଅଛି, ମୋର ଗୋଟେ ଛୋଟ ପରିବେଶ ଅଛି, ମୁଁ ମୋର ଜଗତଟାକୁ ନେଇ ମୁଁ ପ୍ରଭୁଙ୍କ ନିକଟରେ ସମର୍ପି ଦେଇପାରିବି, ଭେଟି ଦେଇପାରିବି, ମୋ ପ୍ରିୟ କର୍ମଙ୍କ ନିକଟରେ ଭେଟି ଦେବି, ହେଲେ ଯାଇ ତାଙ୍କର ଇଚ୍ଛା ପୂର୍ଣ୍ଣ ହବ। ତେଣୁ ତାଙ୍କର ଇଚ୍ଛା ପୂର୍ଣ୍ଣ ହେଲେ ସେ ହସି ଉଠିବେ ଏବଂ ବିଶ୍ୱ ବକ୍ଷରେ ସେତେବେଳେ ଶାନ୍ତି ବିରାଜମାନ କରିବ, ବିଶ୍ୱ ହସି ଉଠିବ, ବିଶ୍ୱ ସମସ୍ତଙ୍କ ଭିତରେ ଏଇ ନୂତନ ଚେତନା, ନୂତନ ଦିଗନ୍ତର ଏକ ଅଦ୍ଭୁତ ହେବ, ମନ ମାନସ ଭିତରେ ଗୋଟେ ଇଷ୍ଟୀକୃତ ଚେତନା, ଇଷ୍ଟ ଭାବନା ସମସ୍ତଙ୍କ ଭିତରେ ଜାଗି ଉଠିବ। ହେଲେ ଯାଇ ସେ ବିଶ୍ୱ ନେତୃବୃନ୍ଦ, ବିଶ୍ୱ ଭାତୃବୃନ୍ଦ ଏବଂ ବିଶ୍ୱର ପ୍ରତିଟି ମାନବ ଯେତେବେଳେ ସେଇ ବିଶ୍ୱ ପିତାଙ୍କର ଯୋଉ କୁହା କଥା, ଯୋଉ ସେ ବିଶ୍ୱ ନିୟନ୍ତା, ସେ ଯୋଉ ବିଧାତା, ବିଶ୍ୱ ବିଧାତା, ସେ ବିଶ୍ୱ ବିଭୁ, ସେ ହଉଛନ୍ତି ଯେ ସା ବିଭୁ, ସେ ଯୋଉ ବିଧାନ ଦେଇଛନ୍ତି, ତେଣୁ ସେଇ ବିଧାନରେ ଯେତେବେଳେ ଆମେ ଅନୁଶାସିତ ହେଇ ଉଠିବା, ସାରା ବିଶ୍ୱର ପ୍ରତିଟି ଦେଶ ଯେତେବେଳେ ପହଞ୍ଚି ଯାଇପାରିବ, ପୃଷ୍ଠପୋଷକତା କରିବେ ନେତୃତ୍ୱ ସ୍ଥାନୀୟ ଲୋକମାନେ ଠାକୁରଙ୍କର ଭାବଧାରାକୁ ନେଇ, କେବଳ ଠାକୁରଙ୍କର ଦିଗ୍ଦର୍ଶନ, କାରଣ ସେ ସବୁ ପୂରଣ କରିକି ନେଇକି ଆସିଛନ୍ତି ଏ ଯୁଗ ପାଇଁ ଯାହା ଦରକାର। ତେଣୁ ସବୁ ଦେବତାଙ୍କ ସମାହାରେ ପୁରୁଷୋତ୍ତମଙ୍କ ସୃଷ୍ଟି ଯୋଉ ଠାକୁରଙ୍କର ବାଣୀ, ସେ ସବୁ ଦେବତା ମାନେ ଯୁଗେ ଯୁଗେ ଯୋଉ ପୁରୁଷୋତ୍ତମ ମାନେ ଯୋଉ ବିଧାନ ଦେଇଥିଲେ, ଯୋଉ ଶାସନ ଖସଡ଼ା ଦେଇଥିଲେ, ଯୋଉ ବେଦ ବେଦାନ୍ତର ଯୋଉ ସବୁ ନୀତି ନିୟମ କଥା ରହିଛି, ସେ ସବୁକୁ ପରିପୂରଣ କରି ସେ ସବୁକୁ ନେଇକି ଠାକୁର ଆସିଛନ୍ତି, ଏକ ସୁନ୍ଦର ସଂକ୍ଷିପ୍ତ ଭାବରେ ଆମ ଆଗରେ ଥଇ ଦେଇଛନ୍ତି। ଏଇ ଯୋଉ ସ୍ୱଇଁ ହୋଇ ଠାକୁର କହୁଥିଲେ ପୁଣ୍ୟ ପଥରେ ମୁଁ ସ୍ୱଇଁ ହୋଇ ଭୋକିବି
ବୋମା ହେଇ ବାହାରିବି। ଏଇ ମର୍ମରେ ମୋର ଟିକେ ବେଳେ ବେଳେ ଭୁଲ ରହିଯାଉଛି, କ୍ଷମା କରିବେ। ତେଣୁ ଠାକୁର ପତ୍ର ମୁଁ ତୁମ ଭିତରେ ମାନେ ମତେ ଛୁଞ୍ଚି ମୁଣ୍ଡରେ ତୋ ହୃଦୟରେ ଟିକେ ଜାଗା ଦେ, ମୁଁ ବୋମା ଭଳି ବିସ୍ଫୋରଣ ହେବି ତୋ ଭିତରୁ, ଅର୍ଥାତ୍ ତୋ ଭିତରେ ପୂର୍ଣ୍ଣ ପ୍ରକାଶ ହେବ, ତୋ ବ୍ୟକ୍ତିତ୍ୱର ବିକାଶ ହେବ। ତେଣୁ ଆମ ଭିତରେ ସୁପ୍ତ ସମ୍ଭାବ୍ୟତା ଠାକୁର ଯୋଉ ଭରି ଦେଇଛନ୍ତି ସେଇ ଦୈବୀ ଶକ୍ତିରେ ବିକାଶ ହେବ। ଆମେ ପ୍ରତ୍ୟେକ ମାଡ଼ିଯିବା, ଆମ ପ୍ରତ୍ୟେକଙ୍କ ଘରକୁ, ପାଖ ପଡିଶାଙ୍କୁ, ପ୍ରତି ବ୍ୟକ୍ତି ଅନ୍ତରକୁ ଛୁଇଁ ଯିବା, ସେମାନଙ୍କର ଆପଣାର ମଣିଷ ହେଇ ଉଠିବା, ସେମାନଙ୍କର ସୁଖ ଦୁଃଖରେ ଭାଗି ହେଇ ଉଠିବା। ସେମାନଙ୍କର ଏଇ ଯୋଉ ଓଡିଶା ସତ୍ସଙ୍ଗରେ ଯୋଉ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଆପଣ ଦେଖୁଛନ୍ତି, କେତେ ମଣିଷ ମାନେ ତାଙ୍କ ଦୁଃଖ ଯନ୍ତ୍ରଣା ନେଇ ରହିଛନ୍ତି, କେତେ ଅପ୍ରକାଶ୍ୟ ତାଙ୍କର ଅବ୍ୟକ୍ତ ବେଦନା ସେମାନେ ରହିଛି, ସେମାନେ ଜଳି ଯାଉଛନ୍ତି, ସମାଧାନ ପାଉନଥିଲେ। ଆଜି ଏ ଓଡିଶା ସତ୍ସଙ୍ଗ ମଧ୍ୟ ସେ ଦିଗରେ ପ୍ରୟାସ ଜାରି ରଖିଛି ଏବଂ ବିଶ୍ୱ କୁ କେମିତି ସ୍ପର୍ଶ କରାଯାଏ, ବିଭିନ୍ନ ଦେଶର ଭାଇ ଓ ମା ମାନେ, କର୍ମୀ ମାନେ, ଦକ୍ଷ କୁଶଳୀ ଏବଂ ଜ୍ଞାନୀ ଜ୍ଞାନୀ ଧ୍ୟାନୀ ମଣିଷ ମାନଙ୍କୁ ଆଣି ସେମାନଙ୍କର ସେ ଦିବ୍ୟ ଜ୍ଞାନର କଥା, ଠାକୁରଙ୍କ ବାବଦରେ ସେମାନଙ୍କର ଯୋଉ ଦିବ୍ୟ ଜ୍ଞାନ ଅର୍ଜନ କରିଛନ୍ତି ତାଙ୍କୁ ବାଣ୍ଟିବାର ସେମାନେ ପ୍ରୟାସ ରହିଛନ୍ତି। ତେଣୁ ସମସ୍ତେ ମାନେ ଖୁବ ଆନନ୍ଦିତ ହଉଛନ୍ତି ଏବଂ ସେ 19 ଦିନର ଅଭିଜ୍ଞତା ସବୁ କହୁଥିଲେ, ମୁଁ ଶୁଣୁଥିଲି। ଆଉ ମୋର ତ ସେମିତି ଅଭିଜ୍ଞତା ବୋଧେ ନାହିଁ, ମୁଁ ବୋଧେ ସେମିତି ଗୋଟେ ମଣିଷଟେ ହେଇପାରି ନାହିଁ, ସେଇଭଳି ଭାବ ଭୂମି ନାହିଁ। ଯାହା ହଉ ଶୁଣୁଥିଲି ତ, ଶୁଣୁଛି ତ। ତେଣୁ ଏଇ ଯୋଉ ଗୋଟେ ମୋର ସୁଯୋଗ ଆସିଛି ଯେ ସମସ୍ତେ ତାଙ୍କର ଅନ୍ତର କଥା କହୁଥିଲେ, ଇଏ ପ୍ଲାଟଫର୍ମ ସୁନ୍ଦର କଥା, ଠାକୁରଙ୍କ ଦିବ୍ୟ ଭାବଧାରାକୁ ଅନେକ ଦିଗ ଦିଗନ୍ତ ବିସ୍ତାରିତ କରି ଚାଲିଛି ଏବଂ ଦିଗ ଦିଗନ୍ତକୁ ବ୍ୟାପି ଯାଉଛି ୟାର ବାର୍ତ୍ତା, ପ୍ରଭୁଙ୍କର ବାର୍ତ୍ତା ଆହାରି ମାଧ୍ୟମରେ। ତେଣୁ ନିଶ୍ଚୟ ଏ ଓଡିଶା ସତ୍ସଙ୍ଗ ଆମ ସମସ୍ତଙ୍କ ପାଇଁ ଏକ ନୂତନ ଦିଗନ୍ତ ହଉ। ଆଗାମୀ ଦିନରେ ପ୍ରଭୁଙ୍କର ଦିବ୍ୟ ଚେତନା, ଦିବ୍ୟ ଭାବଧାରାକୁ ସାରା ବିଶ୍ୱରେ ପହଞ୍ଚିବା ଏ ଯୋଉ ପ୍ରୟାସ ଆମେମାନେ ବି କରିବା। ଆମେ ପ୍ରତ୍ୟେକ ସତ୍ସଙ୍ଗୀ ସେ ଦିଗରେ ନିଜର ବ୍ୟକ୍ତି ଚରିତ୍ରକୁ ସୁଧାରିବା ସଙ୍ଗେ ସଙ୍ଗେ ଦାମ୍ପତ୍ୟ ଜୀବନ ଠାକୁରଙ୍କ ଯୋଉ ବର୍ଣ୍ଣାଶ୍ରମର କଥା କୁହାଯାଇଛି, ଶିକ୍ଷା ଦୀକ୍ଷା ବିବାହ କଥା କୁହାଯାଇଛି, ଠାକୁର ଯେମିତି କହିଛନ୍ତି ସେମିତି ଯଦି ଆମେ ଆମ ସଂସାରକୁ ଗଢିବା ପାଇଁ ପ୍ରୟାସ କରନ୍ତେ, ଆମ ପରିବାର ମଧୁମୟ ହେଇ ଉଠନ୍ତା, ମଧୁମାଖା ପରିବାର ହୋଇଥାନ୍ତା ଏବଂ ପରିବାରକୁ ନେଇ ଗୋଟେ ସାମାଜିକ ଜୀବନ, ସେଇଭଳି ଏକ ଶୁଦ୍ଧଭୂତ ପବିତ୍ର ସାମାଜିକ ଜୀବନ, ଶୃଙ୍ଖଳିତ ସାମାଜିକ ଜୀବନର ପରିକଳ୍ପନା କରିବା ସମ୍ଭବ ହେବ। ଏବଂ ସମାଜକୁ ନେଇ ଯୋଉ ରାଷ୍ଟ୍ର ଜୀବନର କଥା କୁହାଯାଇଛି, ଗୋଟେ ଆଦର୍ଶ ରାଷ୍ଟ୍ରୀୟ ଜୀବନର କଥା, ଏକ ଆଦେଶେ ଚଲେ ଯାରା ତାକେ ନିଏ ସମାଜ ଗଢା। ତେଣୁ ଏକ ଆଦର୍ଶଙ୍କୁ ସେଇ ବିଶ୍ୱ ପିତାଙ୍କର ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ଯଦି ଦେଶ ଜାତିକୁ ଶାସନ ଖସଡାକୁ ତିଆରି କରାଯାଇ ପାରନ୍ତା, ସମସ୍ତ ନେତୃବୃନ୍ଦ ଏଥିରେ ଯଦି ସଚେତନ ହେଇ ସେ ଦିଗରେ ଆନ୍ତରିକତା ଦେଇ ଲାଗି ପଡନ୍ତେ ଏବଂ ତାଙ୍କର ସେ ଶିକ୍ଷା ନୀତି, କୃଷି ନୀତି, ଶ୍ରମ ନୀତି, ସଂସାର ନୀତି, ପରିବାର ଯାହା ଯାହା ଠାକୁର ସବୁ ଦିଗ ଦେଇଛନ୍ତି, ଯେ ପ୍ରତ୍ୟେକ ବିଧାନକୁ ଯଦି ନେଇ ଶାସନ ଖୋଳନ ନୂତନ ଦିଗରେ ତିଆରି ହବ, ସେଇ ଦିନରେ ଗୋଟେ ବିଶ୍ୱ କଥା ଚିନ୍ତା, ବିଶ୍ୱ ରାଷ୍ଟ୍ର କଥା, ବିଶ୍ୱ ଏକତାର କଥା ଚିନ୍ତା କରାଯିବ ଏବଂ ସେଇଦିନ ବିଶ୍ୱ ପିତାଙ୍କ ମୁଖରେ ହସ ଫୁଟି ଉଠିବ। ସେ ଆଜି ଆସିଛନ୍ତି ବିଶ୍ୱ ନିୟନ୍ତା, ବିଶ୍ୱ ପିତା, ବିଶ୍ୱ ଉଦ୍ଧାତା, ବିଶ୍ୱର ସେ ପରମ ଉଦ୍ଧାତା। ତେଣୁ ତାଙ୍କରି ମୁଖରେ ହସ ଫୁଟେଇବା, ତାଙ୍କରି ପ୍ରଦତ୍ତ ବିଧାନରେ ନିଜକୁ ଅନୁଶାସିତ କରି ଚାଲିବା। ଆମେ ନୁହେଁ, ଆମ ଦେଶ ଓ ଜାତି ଏଭଳି ସାରା ବିଶ୍ୱର ପ୍ରତିଟି ଦେଶ କେମିତି ପହଞ୍ଚି ପାରିବ ଠାକୁରଙ୍କର ଏଇ ଦିବ୍ୟ ଭାବଧାରା ତାକୁ ଖେଳା ଯାଇପାରିବ। ସମସ୍ତେ ସବୁ ଦେଶ ଯଦି ମାନି ନେବେ, ସେଇଦିନ ବିଶ୍ୱରେ ଆଉ ଯୁଦ୍ଧର ଘନ ଘଟା ନଥିବ, ସେଇଦିନ ବିଶ୍ୱରେ ଆଉ ନଥିବ ମାନେ ମଣିଷ ମୃତ୍ୟୁର ବିଭୀଷିକା ନଥିବ, ସେଇଦିନ ବିଶ୍ୱ ଭିତରେ ନଥିବ ଆଉ ଦ୍ୱନ୍ଦ୍ୱ ବାଧା ବିଘ୍ନ କିଛି ନଥିବ। ଠାକୁର କହୁଥିଲେ ଦ୍ୱନ୍ଦ୍ୱ ବାଧା ବିଘ୍ନ ଦଳି ଦକ୍ଷ କୁଶଳ ତଡ଼ିତ ରାଗେ, ଗୁରୁଙ୍କ ନିର୍ଦ୍ଦେଶ ପାଳନ ଦହି ସେଇଟା ହିଁ ସିଦ୍ଧି ଜାଗେ। ସମସ୍ତେ ସିଦ୍ଧ ସାଧକ ହେଇ ଉଠିବେ ସେଇଦିନ। ସମଗ୍ର ବିଶ୍ୱରେ ସାଧକ ମାନେ କେବଳ ଥିବେ, ମଣିଷ ମାନେ ହିଁ କେବଳ ଥିବେ। ସମସ୍ତଙ୍କ ଭିତରେ ସେ ବିଶ୍ୱ ଚେତନା ଜାଗ୍ରତ ହେବ। ତେଣୁ ପୁଣି ଥରେ ଯାହା ହଉ ଠାକୁରଙ୍କର ଏଇ ଭବଧାରା ଏ ବିଶ୍ୱରେ ଅଛି, ଯେତେ ନଗରାତି ଗ୍ରାମ ସର୍ବତ୍ର ପ୍ରଚାରିତ ହେବେ ଏଇ ସତନାମ। ପ୍ରଭୁଙ୍କର ଏଇ ଭବଧାରା ସାରା ବିଶ୍ୱରେ ଖେଳେଇ ଯାଉ, ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେଉ ଏବଂ ସେଇଦିନ ବିଶ୍ୱ ଭାତୃତ୍ୱ ତାର ବାସ୍ତବ ରୂପ ନେଉ, ଏଇ ଆଶା, ଏଇ ପ୍ରଶ୍ନ ରଖି ପୁଣି ଥରେ ଆପଣମାନଙ୍କର ସମସ୍ତଙ୍କର ଶାନ୍ତି, ସ୍ୱସ୍ତି, ସୁଦୀର୍ଘ ନିରାମୟ ଜୀବନ, ସର୍ବୋପରି ବିଶ୍ୱର ସମସ୍ତଙ୍କର ମଙ୍ଗଳ ହଉ, ସେ ବିଶ୍ୱପିତାଙ୍କର ଇଚ୍ଛା ପୂର୍ଣ୍ଣ ହଉ, ସେଇ ପରମ ପୁରୁଷଙ୍କର ଇଚ୍ଛା ପୂର୍ଣ୍ଣ ହଉ। ସେ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଯୋଉ ଆଗମନୀ ତାଙ୍କର ମିଶନ ଅଛି ଯେ ପ୍ରତିଟି ମଣିଷକୁ କେମିତି ସେ ସଂସ୍କାର କରିବେ, ପ୍ରତିଟି ଘରକୁ ସଠିକ ଭାବରେ ଗଢିବେ, ଦେଲେ ଯାଇ ସାରା ବିଶ୍ୱର ପରିକଳ୍ପନା କରାଯିବ। ଏଇ ଯୋଉ ଓସାନ ଇନ୍ ଦ ଟି କପ୍ ଯୋଉ କଥା ଥିଲା, ଗୋଟେ ଚା କପର ସାରା ବିଶ୍ୱର ପରିକଳ୍ପନା, ମହାସାଗରର ପରିକଳ୍ପନା କରାଯାଇ ପାରିବ, ସାରା ୟୁନିଭର୍ସ ବିନ୍ଦୁ ଭିତରେ ସିନ୍ଧୁର ପରିକଳ୍ପନା କରାଯାଇ ପାରିବ। ତେଣୁ ଏଇ ଚିନ୍ତନା ହଉ ଆମ ପରିବାର ଭିତରୁ, ମୋ ବ୍ୟକ୍ତି ଭିତରୁ ସେଇ
जाग्रत चेतना सृष्टि हो आम सारा विश्व को केमती खेली जाई परिबा एई भाव द्वारा आम प्रत्येक से दिगरे सचेष्ट रहिबा आम व्यक्ति जीवन को गठन करबा एवं दिने ना दिने से प्रभु इच्छा पूर्ण हेबो आचार्य देव हस मुहरे हस फुटी उठिबो अभिन्न पूर्ण प्रयास आपण प्रयास सार्थक हेबो आम समस्त से दिगरे सचेतन रहिबा पुणी थरे जो माने भगवान निवेदन करिसेंती सर्वोपरि जो माने योगदान करिसेंती सर्वोपरि जे कि आम मन के दिगरे सचेत जे कि सचेतन कर सुभाष भाई परिचालन अच्छा समस्त आपण मान समस्त शांति स्वस्थ सुदीर्घ निरामय जीवन प्रिय परम शिक्षण पंथरे रखी मोर कथा को विश्राम देउची जय गुरु जय गुरु सुभाष भाई जय गुरु बहुत बहुत धन्यवाद श्री भागीरथ महांती दादा जो सत्संग